ସହିତ ରହିଲେ ସେମାନଙ୍କର ଆବଶ୍ୟକ ଜାଣିବା ପରମେଶ୍ୱର, ସେମାନଙ୍କର ସମସ୍ତ ଯତ୍ନ ନେବା ପରମେଶ୍ୱର। ତେଣୁ ଆମେ ତାଙ୍କର ଧନ୍ୟବାଦ କରିଅଛୁ। ଧନ୍ୟବାଦ ଦିଏ ଜୀବିତ ଈଶ୍ୱରଙ୍କୁ, ସେମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ଗଣନା କରି ଏ ସେବାର ସହଭାଗୀ ହେବା ପାଇଁ ସାହାଯ୍ୟ କଲେ। ସେ ପ୍ରକାର ଧନ୍ୟବାଦ ଦିଏ ଆମମାନଙ୍କର ହୋଷ୍ଟ ମହାଶୟଙ୍କୁ, ସେ ମଧ୍ୟ ମୋତେ ସୁଯୋଗ ଦେଇଛନ୍ତି ଏବଂ ଏ ସେବାରେ ସେ ଆଜି ଆଉ 4:30 ଠାରୁ 5ଟା ପର୍ଯ୍ୟନ୍ତ ପ୍ରାର୍ଥନାରେ ମଧ୍ୟ ସେ ଆମମାନଙ୍କୁ କଢାଇ ନେଇ ଅଛନ୍ତି। ଆମେ ଅନେକ ବିଷୟ ନେଇ ପ୍ରାର୍ଥନା କରିଗଲୁ, ବିଶ୍ୱାସ କରୁ ପ୍ରଭୁ ଆମମାନଙ୍କର ସମସ୍ତ ପ୍ରାର୍ଥନା ଶୁଣି ଅଛନ୍ତି। ତ ଆସନ୍ତୁ ବର୍ତ୍ତମାନ ଆମମାନେ ଆରାଧନା ମଧ୍ୟକୁ ଯିବା। ଆଉ ମୁଁ ପଦେ ପ୍ରାର୍ଥନା କରିବି, ତାପରେ ଆମେ ପ୍ରଭୁଙ୍କର ଦାସଙ୍କୁ ସ୍ୱାଗତ କରୁଥିବା। ଧନ୍ୟବାଦ ପ୍ରିୟ ପ୍ରଭୁ, ତୁମ ସେ ପବିତ୍ର ମହାନାମକୁ ଅନୁଗ୍ରହ ଏବଂ ଦୟା କରି ପ୍ରଭୁ ପୁନର୍ବାର ଆଉ ଏକ ଦିନ ଆଉ ଏକ ସୁଯୋଗ ଆମମାନଙ୍କୁ ଜୀବନରେ ଦେଲ। ଆମେ ଯେ ପ୍ରକାର ପ୍ରଭୁ ତୁମ ରାଜ୍ୟ ନିମନ୍ତେ ବଢ଼ିପାରିବୁ, ତୁମରି ସେବାରେ ବ୍ୟବହାର ହେଇପାରିବୁ ପ୍ରଭୁ। ଦୟାଳୁ ପରମେଶ୍ୱର, ଆଜି ଅନେକ ଲୋକ ବାପା ଆମମାନଙ୍କ ମଧ୍ୟରେ ନାହାନ୍ତି, ଜଗତ ଛାଡ଼ି ଚାଲିଗଲେ, କିନ୍ତୁ ପ୍ରଭୁ ତୁମେ ପ୍ରେମ କରି ଆଉ ଏକ ସୁଯୋଗ ଦେଲ ଆମେ ଯେ ପ୍ରକାର ତୁମ ଠାରୁ ବଢ଼ିବୁ। ପବିତ୍ର ଆତ୍ମା ତୁମେ ଆମମାନଙ୍କ ମଧ୍ୟରେ ଆସି କଥା କୁହ, ରାଷ୍ଟ୍ରଙ୍କୁ ଆଶୀର୍ବାଦ କର ଏବଂ ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ଅଭିଷେକ କର। ବର୍ତ୍ତମାନ ଆରାଧନା ନେଇ ଆସୁଛନ୍ତି ତୁମ ଦାସ, ତାଙ୍କୁ ତୁମେ ଆଶୀର୍ବାଦ କର ପ୍ରଭୁ, ତାଙ୍କ ବସେଇ ତଳିବା ପର୍ଯ୍ୟନ୍ତ ସ୍ପର୍ଶ କର, ତାଙ୍କୁ କଣ୍ଠ ଦେଇ ପ୍ରଭୁ ତୁମେ ଗୌରବାନ୍ୱିତ ହୁଅ। ଗୌରବ ପ୍ରଶଂସା ମହିମା ତୁମକୁ ଦେଇ ଆରମ୍ଭ କରିଅଛୁ, ଶେଷ ପର୍ଯ୍ୟନ୍ତ ତୁମେ ଆମମାନଙ୍କର ଯତ୍ନ ନେବ ବୋଲି ପ୍ରାର୍ଥନା କରି ଯୀଶୁଙ୍କ ନାମରେ ମାଗିଲି ବାପା, ଆମେନ୍। ଧନ୍ୟବାଦ ପ୍ରତ୍ୟେକଙ୍କୁ। ଆଉ ଆମମାନେ ନିଶ୍ଚୟ ନିଜର ନିଦ୍ରାକୁ ଆଉ ତ୍ୟାଗ କରି ଏଇ ସମୟଟା ଆଉ ଅତି ଆଉ କଠିନ ସମୟ, ଯେତେବେଳେ ଆଉ ଟିକେ ବୁଢୀ ମୋଡି ହେଇକି କମଳ ଗୁଡେଇ ଶୋଇବା ସମୟ, କିନ୍ତୁ ପ୍ରଭୁ ଆମମାନଙ୍କୁ ନିଦ୍ରାରୁ ଜାଗ୍ରତ କରିଅଛନ୍ତି। ଯଦି ସଠିକ ଜାଗାରେ ଅଛୁ ତାହେଲେ ଆରାଧନା ସମୟରେ ଆମମାନେ ବିରିୟାନ କରିକି ବସିବା, କାରଣ এই ଆରାଧନା ମଧ୍ୟରେ ପ୍ରଭୁଙ୍କର ଉପସ୍ଥିତି ଯେ ପ୍ରକାର ହବ, ପବିତ୍ର ଆତ୍ମା ଯେ ପ୍ରକାର ଆମମାନଙ୍କ ସହିତ ରହିବ, ପରସ୍ପର ଆମେ ପ୍ରାର୍ଥନା କରିବା। ସେତେବେଳେ ଆରାଧନା ନିମନ୍ତେ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ଦାସ ଆଉ ରାଜେଶ ପ୍ରଧାନ ସାର୍ ଅଛନ୍ତି, ତାଙ୍କୁ ଏକ ଉଚ୍ଚ କରତାଳ ଦେଇ ଆମମାନେ ସ୍ୱାଗତ କରୁଥିବା। Praise the Lord, sir. Praise the Lord. Praise the Lord. ବର୍ତ୍ତମାନ ଆରାଧନା Praise ମଧ୍ୟରେ ଆମମାନଙ୍କୁ the Lord. Dear meeters, ମାଉସୀଙ୍କ ମଧ୍ୟ ତରଫରୁ praise the Lord. ଏ ସୁନ୍ଦର ପ୍ରାତ ଫଳରେ ଆମମାନଙ୍କୁ ପ୍ରଭୁ ସୁଯୋଗ ଦେଲେ ତାଙ୍କ ଗୌରବ କରିବା ପାଇଁ। ଆଉ ପ୍ରଭୁ ଅନୁଗ୍ରହ କରନ୍ତୁ ଆମମାନଙ୍କର ପ୍ରଭୁ ମହାନ ପରମେଶ୍ୱର। ଆସନ ତାଙ୍କ ଉଦ୍ଦେଶ୍ୟରେ କେତୋଟି ଗୀତ ଗାଇ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ଆଉ ପ୍ରଭୁଙ୍କ ଗୌରବ କରିବା। ସୁଯୋଗ ଦେଇଥିବାରୁ ବିଶେଷ ଧନ୍ୟବାଦ ଦିଏ ହୋଷ୍ଟ ମହାଶୟଙ୍କୁ। ମୋର କୌଣସି ସ୍ୱର ନାହିଁ, କଣ୍ଠ ନାହିଁ, କିନ୍ତୁ ପ୍ରଭୁଙ୍କ ଗୌରବ ନିମନ୍ତେ ଆମେ ଗୌରବ କରିବା। ଆସନ୍ତୁ। ହେ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ହେ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ଆଶରୁଷ୍ଟ ଚିତ୍ତେ ସେବା କର ସର୍ବେ, ଆଶରୁଷ୍ଟ ଚିତ୍ତେ ସେବା କର ସର୍ବେ, ମହାମହିମା ପ୍ରଭୁଙ୍କର। ଆନନ୍ଦ ଉଲ୍ଲାସେ ଗାନ କରୁ କରୁ ତ୍ରିଛାମୁରେ ପ୍ରବେଶ କର। ହେ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ହୁଅ ସର୍ବେ ଜ୍ଞାତ ପ୍ରଭୁ ଯେ ଈଶ୍ୱର, ସେ ଆମ ନିର୍ମାତା ଆମେ ତାଙ୍କର। ହୁଅ ସର୍ବେ ଜ୍ଞାତ ପ୍ରଭୁ ଯେ ଈଶ୍ୱର, ସେ ଆମ ନିର୍ମାତା ଆମେ ତାଙ୍କର। ଆମେ ତାଙ୍କର, ଆମେ ତାଙ୍କର, ମେଷ ତାଙ୍କ ଚରା ଭୂମିର। ସେ ଆମ ଈଶ୍ୱର, ଆମେ ତାଙ୍କର, ଆମେ ତାଙ୍କର ମେଷ, ଆମେ ତାଙ୍କ ଫଲର। ଏ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ଧନ୍ୟବାଦ ସହ ପ୍ରବେଶ ଦ୍ୱାରରେ ସବ ଗାନ କର ତାଙ୍କ ପ୍ରାଙ୍ଗଣରେ। ଧନ୍ୟବାଦ ସହ ପ୍ରବେଶ ଦ୍ୱାରରେ
स्तव गान कर तांको प्रांगणरे तांको स्तुति कर तांको स्तुति कर तांको स्तुति कर धन्यवाद अर्पण कर से आम ईश्वर आमे तांकर मेष आमे तांक पलर ए सकल देश प्रभुଙ୍କ उद्देश्ୟରେ आनंद ध्वनि कर ସେ ମଙ୍ଗଳମୟ ଚିରକାଳ ପାଇଁ ତାଙ୍କ ପ୍ରେମ ଦୟା କେବେ ସରେ ନାହିଁ ତାଙ୍କ ସେ ମଙ୍ଗଳମୟ ଚିରକାଳ ପାଇଁ ପ୍ରେମ ଦୟା ତାଙ୍କ କେବେ ସରେ ନାହିଁ ତାଙ୍କ ବିଶ୍ୱସ୍ତତା ପାର ସେ ଆମ ଈଶ୍ୱର ଆମେ ତାଙ୍କର ମେଷ ଆମେ ତାଙ୍କ ଫଲର ଏ सकल देश प्रभुଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ଆସନ୍ତୁ ଆଉ ଗୋଟେ ଗୀତ ପ୍ରଭୁ ଧନ୍ୟବାଦ ଦବା। ଯେତେ ପର୍ଯ୍ୟନ୍ତ ଆମେ ଆନନ୍ଦ କରିଅଛୁ ଈଶ୍ୱରଙ୍କର ଗୌରବ କରିଅଛୁ ସେ ପର୍ଯ୍ୟନ୍ତ ଈଶ୍ୱରଙ୍କ ଉପସ୍ଥିତି ଆମ ସହିତ ଦାଉଦ କହିଲେ ହେ ମୋର ମନ ଧନ୍ୟବାଦ କର ହେ ମୋର ମନ ସଦା ଧନ୍ୟବାଦ କର ତାଙ୍କ ମଙ୍ଗଳ ଦାନ ସେ ପାସ୍ କରନି ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଯେ ପର୍ଯ୍ୟନ୍ତ ମୁଁ ଈଶ୍ୱରଙ୍କର ଉପସ୍ଥିତିରେ ଅଛି ସେ ପର୍ଯ୍ୟନ୍ତ ଈଶ୍ୱରଙ୍କ ମହିମା କରିବି ହାଲେଲୁୟା। କୋଉମାନେ ପ୍ରଶଂସା କରନ୍ତି ନାହିଁ ପଥର ଯାହା ଦେହରେ କୌଣସି ଜୀବନ ନଥାଏ କିନ୍ତୁ ଆମ ପରମେଶ୍ୱର ସତ୍ୟ ପରମେଶ୍ୱର ଆଉ ଯୋଉ ମନୁଷ୍ୟ ପଥର ସେ କେବେ କଥା କୁହେ ନାହିଁ କିନ୍ତୁ ଆଜି ଆମେ ଈଶ୍ୱରଙ୍କ ସମ୍ମୁଖରେ ବସିଛୁ ଈଶ୍ୱରଙ୍କ ଗୌରବ କରିବା ପାଇଁ। ଆସନ୍ତୁ ଯଦି ଆମେ ଈଶ୍ୱରଙ୍କ ଉପସ୍ଥିତିରେ ଅଛୁ ଈଶ୍ୱରଙ୍କ ସହିତ ଗମନାଗମନ କରୁଅଛୁ ଆମେ ମୁଖ ଖୋଲି ପ୍ରତ୍ୟେକ ଈଶ୍ୱର ମହିମା କରିବା ଈଶ୍ୱରଙ୍କର। ଆସନ୍ତୁ ଆଉ ଗୋଟେ ଗୀତ ବୋଲି ପ୍ରଭୁ ଧନ୍ୟବାଦ ଦେବା। ଈଶ୍ୱର ଦୟା କର ଈଶ୍ୱର ଦୟା କର ତୁମ ପ୍ରେମ ଅନୁଗ୍ରହେ କ୍ଷମା କର ତୁମ ପ୍ରେମ ଅନୁଗ୍ରହେ କ୍ଷମା କର ପାପ ଧୋଇ ଦେଇ ମତେ ଶୁଚି କର ଈଶ୍ୱର ଦୟା କର ଅପରାଧ ଯେତେ କରୁଛି ସ୍ୱୀକାର ସମ୍ମୁଖରେ ସଦା ଅଛି ପାପ ମୋର ପାପ କରିଛି ମୁଁ ତୁମ ବିରୁଦ୍ଧରେ କରିଛି ମନ୍ଦ ଯା ତୁମ ଦୃଷ୍ଟିରେ ଜନ୍ମାବଧି ପାପେ ଜନ୍ମ ମୋର ଜନ୍ମାବଧି ପାପେ ଜନ୍ମ ମୋର ପ୍ରକ୍ଷାଳନ କରି ମୋତେ ଶୁଚି କର ଈଶ୍ୱର ଦୟା କର ଈଶ୍ୱର ଦୟା କର ଶୁଚି ଆତ୍ମା ମତରେ ସୃଷ୍ଟି କର ମତେ ପରିତ୍ରାଣ ପୂର୍ଣ୍ଣ ଦାନ କର ତୁମେ ଚାହ ନାହିଁ ପ୍ରଭୁ ହୋମ ବଳି ଭଗ୍ନ ଆତ୍ମା ଅଟେ ତୁମ୍ଭ ଗ୍ରାହ୍ୟ ବଳି ତୁମେ ଚାହ ନାହିଁ ପ୍ରଭୁ ହୋମ ବଳି ଭଗ୍ନ ଆତ୍ମା ଅଟେ ତୁମ୍ଭ ଗ୍ରାହ୍ୟ ବଳି ଖୋଲି ଦିଅ ପ୍ରଭୁ ମୋର ଓଷ୍ଠାଧାର ଖୋଲି ଦିଅ ପ୍ରଭୁ ମୋର ଓଷ୍ଠାଧାର ତୁମ୍ଭ ଧାର୍ମିକତା ହେଉ ଗାନ ମୋର ଈଶ୍ୱର ଦୟା କର ଈଶ୍ୱର
କର ଦୟା କର ତର ଦୟା କର ଦୟା କର। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ, ପ୍ରଭୁଙ୍କ ନାମ ଗୌରବ ହଉ ଯେ ସେ ହୃଦୟସ୍ପର୍ଶୀ ପରମେଶ୍ୱର, ଦୁଃଖ ନୈରାଶ୍ୟ ମଧ୍ୟରେ ସେ ଆଶା ଦେବା ପରମେଶ୍ୱର ଅଟନ୍ତି। ସେ ସବୁ ପରିସ୍ଥିତିରେ ତାଙ୍କ ଲୋକମାନଙ୍କ ସହିତ ବାସ କରନ୍ତି। ଆଉ ତାକେ ଲେଖାଯାଏ, ଗର୍ଭଜାତ ଶିଶୁ ଆପଣ ମା ପାଶୋରି ଯାଇପାରେ, ସ୍ୱର୍ଗସ୍ଥ ପାଶୋରନ୍ତି ନାହିଁ। ସର୍ବଜଗତ ଛାଡ଼ି ଦେଇପାରେ, କିନ୍ତୁ ପରମେଶ୍ୱର ଛାଡ଼ିବେ ନାହିଁ। ପ୍ରଭୁ ସମସ୍ତଙ୍କୁ ଧରି ରଖିବା। ଆସନ୍ତୁ ବସିଥାଉ ତ ଆଉ ଗୋଟେ ଗୀତ ବୋଲି ଆମେ ପ୍ରଭୁଙ୍କୁ ଧନ୍ୟବାଦ କରିବା, ପ୍ରଭୁଙ୍କର ସ୍ତୁତି କରିବା, ପ୍ରଭୁଙ୍କ ଆରାଧନା କରିବା, ପ୍ରଭୁଙ୍କର ମହିମା କରିବା। ଆଉ ଏ ସମୟରେ ମୁଁ ଯୋଉ ଗୀତ ଆମେ ଗାଇବାକୁ ଯାଉଛୁ ତାକୁ ଆମେ ନିଜ ହୃଦୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଉଦ୍ଦୀପନା ଆସୁ, ପ୍ରତ୍ୟେକ ଉପସ୍ଥିତିକୁ ଅନୁଭବ କରନ୍ତୁ, କାରଣ ଏଇ ଗୀତ ଦ୍ୱାରା ଆମେ ନିଜକୁ ପ୍ରସ୍ତୁତ କରିବା। ଆସନ୍ତୁ ପ୍ରଭୁ ଗୌରବ କରିବା। ଈଶ୍ୱର ମୋର ଆଶ୍ରୟ ନିକଟ ସହାୟ, ନିର୍ଭର ମୁଁ ତାଙ୍କ ବଳେ, ନିର୍ଭର ମୁଁ ତାଙ୍କ ବଳେ, ନାହିଁ ଆଉ ଭୟ। ଈଶ୍ୱର ମୋର ଆଶ୍ରୟ ନିକଟ ସହାୟ, ନିର୍ଭର ମୁଁ ତାଙ୍କ ବଳେ, ନାହିଁ ଆଉ ଭୟ। ଦକ୍ଷିଣ ପାର୍ଶ୍ୱ ଛାୟା ସେ ଯେ, জীবনে সাথে প্রেমিক, অশেষে তাଙ୍କ করুণা ধারা, মঙ্গল দান অনেক। দিনরে সূর্য রাতিরে চন্দ্র, দিনরে সূর্য রাতিরে চন্দ্র, ন করিব আঘাত। দৃঢ় শৈଳ ତୁମ ପ୍ରତି ମୁଁ, ଦୃଢ଼ ଶୈଳ ତୁମ ପ୍ରତି ମୁଁ, ରହିଛି ଭକ୍ତି ଲୟ। ଈଶ୍ୱର ମୋର ଆଶ୍ରୟ ନିକଟ ସହାୟ, ବ୍ୟସ୍ତ କିମ୍ବା ମନ ହରିଣୀ, ଘେରି ଆସେ ଯେବେ ବିପଦ, ଏଜିଲେ ତାଙ୍କ ମଧୁର ନାମ, ଦୂର ହେବ ଯେତେ ସଙ୍କଟ। ପ୍ରଭୁ କେବଳ ମହିୟାନ, ପ୍ରଭୁ କେବଳ ମହିୟାନ, ଆମର ପରିତ୍ରାଣ। ଧନ୍ୟ ଲଭୁ ଏ ସାରା ଜୀବନ, ଧନ୍ୟ ଲଭୁ ଏ ସାରା ଜୀବନ, ଗାଇ ତାଙ୍କରି ଜୟ। ଈଶ୍ୱର ମୋର ଆଶ୍ରୟ ନିକଟ ସହାୟ, ନିର୍ଭର ମୁଁ ତାଙ୍କ ବଳେ, ନିର୍ଭର ମୁଁ ତାଙ୍କ ବଳେ, ନାହିଁ ଆଉ ଭୟ। ଈଶ୍ୱର ମୋର ଆଶ୍ରୟ ନିକଟ ସହାୟ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ସୁଯୋଗ ଦେଇଥିବାରୁ ପ୍ରଭୁ ପ୍ରତ୍ୟେକ ଆଶୀର୍ବାଦ କରନ୍ତୁ। ଆଉ ବିଶେଷ ଧନ୍ୟବାଦ। ଆମେନ୍। ଆମେନ୍ ଆମେନ୍। ଧନ୍ୟବାଦ ସାର୍, ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଗୀତ ଗୁଡାକ ଗାଇ ପ୍ରଭୁଙ୍କର ଗୌରବ କରିଛନ୍ତି। ଏତେବେଳେ ଆସନ୍ତୁ ପ୍ରଭୁଙ୍କର ଦାସଙ୍କୁ ଉତ୍ସାହିତ ଦେବା ନିମନ୍ତେ, ପ୍ରଭୁଙ୍କର ଗୌରବ ନିମନ୍ତେ ଏକ ଉଚ୍ଚ କରତାଳ ଦେଇ ଆମେ ପ୍ରଭୁଙ୍କର ଗୌରବ କରୁଥିବା, ଧନ୍ୟବାଦ କରୁଥିବା। ବହୁତ ବହୁତ ଧନ୍ୟବାଦ ସାର୍। କହିଲେ ମୋର କଣ୍ଠ ନାହିଁ, କିନ୍ତୁ ବହୁତ ସୁନ୍ଦର କଣ୍ଠ ପ୍ରଭୁ ଦେଇଛନ୍ତି, ପ୍ରଭୁଙ୍କର ସେବାରେ ବ୍ୟବହାର କରୁଅଛନ୍ତି। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ ଏବଂ ଅନୁଗ୍ରହ କରନ୍ତୁ। ଉପକାର ଆପଣଙ୍କୁ
ଆପଣଙ୍କ ସେବାରେ ବ୍ୟବହାର କରନ୍ତୁ, ପରିବାରକୁ ଆଶୀର୍ବାଦ କରନ୍ତୁ। ତ ଆସନ୍ତୁ, ପ୍ରଭୁ ଅନୁଗ୍ରହ କରି ଦୟାକରି ଆମମାନଙ୍କର ଯତ୍ନ ଏବଂ ତତ୍ତ୍ୱ ନେଇଛନ୍ତି। ସେ ଆମମାନଙ୍କର ସହାୟ ପରମେଶ୍ୱର। ସୁନ୍ଦର ଗୀତ ଗୁଡାକ ଗାନ କରିକି ପ୍ରଭୁଙ୍କର ଦାସ ଆରାଧନା କରିଗଲେ। ଏ ଆରାଧନା ମଧ୍ୟରେ ନିଶ୍ଚୟ ପ୍ରଭୁଙ୍କର ଉପସ୍ଥିତି ଅଛି। ଆମମାନେ ବିଶ୍ୱାସ କରୁ। ତ ପ୍ରଭୁଙ୍କର ଗୌରବ ନିମନ୍ତେ ମାନେ ପ୍ରଭୁଙ୍କର ଦାସଙ୍କୁ ଧନ୍ୟବାଦ ଦେଇଅଛୁ। ତ ଆମମାନେ ପଦେ ପ୍ରାର୍ଥନା କରିବା। ଆଉ ଆଜି ଆମମାନଙ୍କ ମଧ୍ୟରେ ବାକ୍ୟ ନେଇ ଆସୁଅଛନ୍ତି ପାଣି ଆଜ୍ଞା। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ, ଅଭିଷେକ କରନ୍ତୁ। ଯେ ପ୍ରକାର ସେ ଯୋଉ ବାକ୍ୟ ନେଇ ଆସୁଅଛନ୍ତି ଏ ଶେଷ ଦିନ ମାନଙ୍କରେ, ଆଉ ସେ ବାକ୍ୟ ଯେ ପ୍ରକାର ଆମମାନଙ୍କର ଆଶୀର୍ବାଦର କାରଣ ହବ, ଆମମାନଙ୍କର ପଥ ପ୍ରଦର୍ଶକ ହବ। ଏଥିପାଇଁ ଆମମାନଙ୍କ ମଧ୍ୟରେ ପାଣି ମା ଅଛନ୍ତି। ସେ ତାଙ୍କୁ ଅନୁରୋଧ କରେ ସେ ପ୍ରାର୍ଥନାରେ କଢେଇ ନେଇଥିବେ। ପ୍ରେଜ ଦ ଲର୍ଡ ମା। ପ୍ରେଜ ଦ ଲର୍ଡ ମା। ସର୍ବପ୍ରଥମେ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆମମାନଙ୍କର ହୋଷ୍ଟ ମହାଶୟକୁ ନମସ୍କାର ଜଣାଏ। ସମସ୍ତଙ୍କୁ ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ନମସ୍କାର। ହାପି ଖ୍ରୀଷ୍ଟମାସ। ହାଲେଲୁୟା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ପ୍ରାର୍ଥନା ଶ୍ରବଣକାରୀ ଯୀଶୁ, ତୁମରି ଅସୀମ ନାମକୁ ଗୌରବ କରୁଛୁ ପ୍ରଭୁ। ପ୍ରାପ୍ତ କାଳରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଜାଗ୍ରତ ଜୀବନ କାଟିବା ପାଇଁ ଦେଇଛ। ଏ ପ୍ରତ୍ୟୁଷରେ ମଧ୍ୟ ପ୍ରଭୁ ଉଠି ତୁମରି ଗୌରବ କରିବା ପାଇଁ ଦେଇଛ ପ୍ରଭୁ। ସେଥିପାଇଁ ଧନ୍ୟବାଦ ଦଉଛୁ। ଏତେବେଳେ ତୁମରି ପବିତ୍ର ପାଦ ତଳରେ ବିନତି କରୁଛି, ପ୍ରାର୍ଥନା କରୁଛି ପ୍ରଭୁ। ଯେତେ ଲୋକ ଆମେ ବସିଛୁ ପ୍ରଭୁ ଝୁମରେ, ପ୍ରତ୍ୟେକଙ୍କ ଜୀବନରେ ତୁମରି ଉପସ୍ଥିତ ଅନୁଭବ କରିବାକୁ ଦିଅ ପ୍ରଭୁ। ତୁମ ଗୌରବର କାରଣ ହେବା ପାଇଁ ସାହାଯ୍ୟ କରେ ପିତା। ହାଲେଲୁୟା। ପ୍ରଭୁ ନିଶ୍ଚୟ ବାପା, ଅନ୍ତିମ ଶେଷ ସମୟରେ ଆସି ପହଞ୍ଚିଛୁ। ଆମମାନଙ୍କର ମନ, ଆତ୍ମା, ଶରୀରକୁ ପ୍ରଭୁ ତୁମରି ପାଦ ତଳରେ ସମର୍ପଣ କରିବା ପାଇଁ ସାହାଯ୍ୟ କର। ଆମ ଠାରେ କିଛି ନାହିଁ ପ୍ରଭୁ, ତୁମ ନିକଟରେ ଅର୍ପଣ କରିବା ପାଇଁ ପ୍ରଭୁ କିଛି ନାହିଁ। କେବଳ ଆମମାନଙ୍କର ହୃଦୟକୁ ତୁମରି କ୍ରୁଶ ତଳରେ ଦଉଛୁ। ପ୍ରତ୍ୟେକଙ୍କୁ ଏହି ପ୍ରକାର ଆଶୀର୍ବାଦ କର। ପ୍ରତ୍ୟେକଙ୍କ ଜୀବନ ମଧ୍ୟରେ ପ୍ରଭୁ ତୁମରି ସ୍ୱର୍ଗୀୟ ଶାନ୍ତି, ଆନନ୍ଦ, ପ୍ରେମ ଦିଅ। ଆଜିର ବାକ୍ୟ ନେଇ ଆସୁଥିବା ତୁମରି ଦାସଙ୍କୁ ମଧ୍ୟ ପ୍ରଭୁ ତୁମରି କ୍ରୁଶ ତଳରେ ଦଉଛି ପିତା। ତୁମରି ସାନ୍ନିଧ୍ୟରେ ଦଉଛି ପ୍ରଭୁ। ତୁମେ ଉର୍ଦ୍ଧ୍ୱରୁ ସାହାଯ୍ୟ କର। ପବିତ୍ର ଆତ୍ମାଙ୍କ ଶକ୍ତି ଦେ ପ୍ରଭୁ। ତୁମେ ନିଜେ ବକ୍ତା ହୋଇ ତୁମେ କଥା କୁହ ପ୍ରଭୁ। ତାଙ୍କ ଅଷ୍ଟାଧରକୁ ତୁମେ ସ୍ପର୍ଶ କର। ମଧ୍ୟ ପ୍ରାର୍ଥନା କରୁଛି, ପରିଚାଳନା କରୁଥିବା ଝିଅକୁ ମଧ୍ୟ ତୁମ ପାଦ ତଳରେ ଦଉଛି। ତାଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର। ସମସ୍ତ ମହିମା, ଗୌରବ, ପୂଜା, ପ୍ରଶଂସା, ସମ୍ଭ୍ରମ ପାଇବା ପାଇଁ एकमात्र सुभाजन, एकमात्र योग्यवंत पिता, पुत्र, पवित्र आत्मा, नाजरित दाऊद संतान जीशु, तुम नाम रे अल्प निवेदन प्रार्थना उत्सर्ग करुछि पिता। आमेन। 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 धन्यवाद माँ, बहुत बहुत धन्यवाद। प्रभु आशीर्वाद करंतु। ए प्रभात समय सुंदर प्रार्थना निमंते बहुत बहुत धन्यवाद। वाक्य लिखा जाए सदा प्रभुଙ୍କର सौंदर्य देखिबा ପାଇଁ ଓ ତାହାଙ୍କର ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜୀବନ ସଦାପ୍ରଭୁଙ୍କର ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି। କାରଣ ବିପଦ ଦିନରେ ସେ ଆପଣା ଆବାସରେ ମତେ ଗୋପନ କରି ରଖିବେ। ସେ ଆପଣା ତମ୍ବୁର ଅନ୍ତରାଳୟରେ ମତେ ଲୁଚାଇବେ। ସେ ମତେ ଶୈଳ ଉପରକୁ ଉଠାଇବେ। ପ୍ରଭୁ ଗୌରବ ପାଆନ୍ତୁ ଏ ପ୍ରଭାତ ସମୟ ମଧ୍ୟରେ, ଏଇ ଶେଷ ଦିନ ମାନଙ୍କରେ। କାରଣ ଆମମାନେ ଜାଣିଅଛୁ ଆଉ ଅଳ୍ପ ମାତ୍ର 3-4 ଦିନ ପରେ ଆମମାନେ ପୁରାତନ ଦିନକୁ ବିଦାୟ କରିକି ଆମ ନୂତନ ଦିନ ସ୍ୱୀକାର କରିବା ପାଇଁ ଯାଉଛୁ, ଗ୍ରହଣ କରିବା ପାଇଁ ଯାଉଛୁ। ତ ଏ ଶେଷ ଦିନ ମାନଙ୍କରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯେ ପ୍ରକାର ତାଙ୍କର ସେ ପବିତ୍ର ଆବାସ ମଧ୍ୟରେ ଆମମାନେ ବାସ କରିପାରିବା। ଏ ଶେଷ ଦିନ ମାନଙ୍କର ବାକ୍ୟ ହଉଛି, ସେ ଆମମାନଙ୍କୁ କଣ କରିବେ? ତାଙ୍କର ଅନ୍ତରାଳୟରେ ସେ ଆମମାନଙ୍କୁ ଲୁଚେଇ ରଖିବେ। ତାଙ୍କ ଠାରେ ଯଦି ଆମମାନେ ନିର୍ଭର ରଖୁ, ତାଙ୍କ ଠାରେ ଯଦି ଆମମାନେ ବିଶ୍ୱସ୍ତତାର ସହିତ ରହୁ, ତାହେଲେ ସେ ବିପଦ ଦିନ ମାନଙ୍କରେ ତାଙ୍କର ସେଇ ଗୋପନରେ ସେ ଆମମାନଙ୍କୁ ରଖିବେ। ତାଙ୍କର ଅନ୍ତରାଳୟରେ ସେ ଆମମାନଙ୍କୁ
ଲୁଚାଇ ରଖିବେ। ଏ ଦିନମାନଙ୍କରେ ଆମମାନଙ୍କର ନିହାତି ଲୁଚିବାର ସମୟ, କାରଣ ଅନେକ ସଙ୍କଟ ଅନେକ ବିପଦ ଆମମାନଙ୍କର ମଧ୍ୟରେ ଉପସ୍ଥିତ ଅଛି। ଆମମାନେ ଆଜି ସୁରକ୍ଷାର ସହିତ ଏଠି ବସିଛୁ, କିନ୍ତୁ ପ୍ରଭୁଙ୍କର ସେବାରେ ଥିବା ଅନେକ ଦାସ ଦାସୀ ମାନେ ଅନେକ ପ୍ରକାର ନିନ୍ଦା ତାଡ଼ନା କଷ୍ଟ ପାଉଛନ୍ତି, ଯନ୍ତ୍ରଣା ପାଉଛନ୍ତି। ସେମାନେ ଯେ ପ୍ରକାର ଆଉ ଏଇ ସଙ୍କଟ ସମୟରେ ପ୍ରଭୁ ତାଙ୍କର ସହାୟ ହେବେ ସମସ୍ତଙ୍କ ପାଇଁ ପରସ୍ପର ଆମମାନେ ପ୍ରାର୍ଥନା କରୁଥିବା ଏବଂ ଶେଷ ସମୟ ମାନଙ୍କରେ ପ୍ରଭୁ ଆଜି କଣ ଆମମାନଙ୍କୁ କଥା କହିବା ପାଇଁ ଯାଉଛନ୍ତି, ଏ ବାକ୍ୟ ଯେ ପ୍ରକାର ଦିନ ସାରା ଯେ ଆମଙ୍କର ପଥ ପ୍ରଦର୍ଶକ ହବ, ସେଥିପାଇଁ ଆମମାନେ ବାକ୍ୟ ଶୁଣିବା ପାଇଁ ଯିବା। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ଦାସ ଆଉ ପାଣି ଆଜ୍ଞା ଅଛନ୍ତି, ତାଙ୍କୁ ଏକ ଉଚ୍ଚ ତଳ ଦେଇ ଆମମାନେ ତାଙ୍କୁ ସ୍ୱାଗତ କରୁଥିବା। ପ୍ରେଜ୍ ଦ ଲର୍ଡ ଆଜ୍ଞା, ପ୍ରେଜ୍ ଦ ଲର୍ଡ। Praise the Lord. ବର୍ତ୍ତମାନ ଆପଣଙ୍କ ସମୟ ସାର୍ ବାକ୍ୟରେ ଆମମାନଙ୍କୁ ପଢେଇ ନିଅନ୍ତୁ। ଧନ୍ୟବାଦ ସାର୍। Thank you. ମୋର ଆବାଜ ଆସୁଛି? ଆଜ୍ଞା ସର୍ବପ୍ରଥମେ ଆମର ଅଦ୍ୱିତୀୟ ପରମ ଧନ୍ୟ ପରମ ପୂଜ୍ୟ ପବିତ୍ର ସ୍ୱର୍ଗୀୟ ପିତାଙ୍କର ଆଶ୍ଚର୍ଯ୍ୟ ମହାନ ଆମର ଧନ୍ୟବାଦ ହଉ, କାରଣ ତାଙ୍କରି ଦୟା ତାଙ୍କରି ପ୍ରେମ ଅବର୍ଣ୍ଣନୀୟ ଅତୁଳନୀୟ ଅଟେ। ଯେହେତୁ ସେ ଅଜାତିତ ଭାବରେ ଆମକୁ ପ୍ରେମ କରିଥିବାରୁ ଏ ପର୍ଯ୍ୟନ୍ତ ଆମେ ଜୀବନରେ ବଞ୍ଚି ଆସି ତାଙ୍କର ଅପାର ଦୟା ଅନୁଗ୍ରହ ହେତୁ 2 ଦିନ ତଳେ ତାଙ୍କ ପୁତ୍ରଙ୍କର ଜନ୍ମଦିନକୁ ସ୍ମରଣ କରିବା ପାଇଁ, ଆନନ୍ଦ ଉଲ୍ଲାସର ସହିତ ପ୍ରତିପାଳନ କରିବା ପାଇଁ ବହୁମୂଲ୍ୟ ସୁଯୋଗ ଦେଲେ। ପୁଣି ତାପରେ ପରେ ଆଜି এই 27 ତାରିଖ ପ୍ରତ୍ୟୁଷରେ ମୋର ଅତି ପ୍ରିୟ ରିଏଲ ମିନିଷ୍ଟ୍ରି ପ୍ଲାଟଫର୍ମରେ ମୋ ଯୋଗ୍ୟ ଆମେ ବୁଢ଼ାବୁଢ଼ୀ ସହିତ ଆପଣମାନଙ୍କ ସହିତ ମିଳିତ ଭାବରେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ, ପ୍ରାର୍ଥନା କରିବା ପାଇଁ, ବିତ୍ତ ମାଧ୍ୟମରେ ତାଙ୍କର ଗୌରବ କରିବା ପାଇଁ ଏ ବହୁମୂଲ୍ୟ ସୁଯୋଗ ଦେଇଥିବାରୁ ତାଙ୍କର ମହାନ ଆମର ଧନ୍ୟବାଦ ଦେବା ସହିତ ଆଜି ମୋର ପ୍ରିୟ ହୋଷ୍ଟ ମହାଶୟ ମଧ୍ୟ ମୋର ହୃଦୟର କୃତଜ୍ଞତା ଜ୍ଞାପନ କରୁଛି। ଅଚାନକ ଭାବରେ ସେ ରାତିରେ ମତେ ଫୋନ କରି କହିଲେ ଯେ ପାଣି ଆଜ୍ଞା ଆଜି ପ୍ରଭୁଙ୍କର ବାକ୍ୟ ଟିକେ କୁହନ୍ତୁ। ମୋର ଆଜି ହିନ୍ଦୀରେ ମେସେଜ ଥିଲା, କିନ୍ତୁ ତାଙ୍କୁ ମୁଁ ମନା କରିଦେଲି। ନ୍ୟୁ ଇୟର ଆସିବା ପର୍ଯ୍ୟନ୍ତ ମତେ ଟିକେ ସୁଯୋଗ ଦିଅନ୍ତୁ ନାହିଁ, କାରଣ ଯେଉଁ ମଣ୍ଡଳୀର ବୋଝ ମୋ ଉପରେ ଦିଆଯାଇଛି ସମ୍ମିଳନୀ ମାଧ୍ୟମରେ, ସେଥିରେ ମୁଁ ଟିକେ ବ୍ୟସ୍ତତା ମଧ୍ୟ ରହିଅଛି। ତେଣୁକରି ଚିଲେଇ ମୋର ତଣ୍ଟି ମଧ୍ୟ ଟିକେ ଗଡ଼ବଡ଼ ହେଉଛି। ତଥାପି ମୁଁ ମନା କଲି ନାହିଁ, କାହିଁକି ଏ ପ୍ରକାର ସୁଯୋଗ ପ୍ରଭୁ ଦେଉଛନ୍ତି ତାକୁ ହାତ ଛାଡ଼ କରିବା ଉଚିତ ନୁହେଁ। ସେଥିପାଇଁ ମୁଁ ରାଜି ହେଲି। ତେଣୁ ତାଙ୍କୁ ଧନ୍ୟବାଦ ଦେବା ସହିତ ଆଜିର ଏକତ୍ରୀକରଣରେ ଯେତେ ପ୍ରଭୁଙ୍କର ପ୍ରିୟ ମନୋନୀତ ଦାସ ଦାସୀ ଅଛନ୍ତି, ଯଥା ଯେଉଁ ପ୍ରିସାଇଡିଂ କରି ମତେ ଆହ୍ୱାନ କରିଛନ୍ତି ତାଙ୍କୁ, ପୁଣି ମୋର ନାତି ଆଉ ଯେତେ ଅଛନ୍ତି ପ୍ରତ୍ୟେକଙ୍କୁ ସେ ଶୀଘ୍ର ଆସୁଥିବା ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ନମସ୍କାର। ହୁଏତ 2 ଦିନ ତଳେ ଆମେ ଖ୍ରୀଷ୍ଟମାସ ବା ଏକ୍ସମାସ ପ୍ରତିପାଳନ କରି ଗଲୁ, ତା ପୂର୍ବରୁ ମଧ୍ୟ ଆମେ ଖ୍ରୀଷ୍ଟ ଜନ୍ମ ଜୟନ୍ତୀର ଶିକ୍ଷା ପ୍ରାୟତଃ ମୁଁ 2ଟି ଝୁମକୁ ବହୁତ ଖୁସି, କାରଣ ରିଏଲ ମିନିଷ୍ଟ୍ରି ଏବଂ କନ୍ୟୁନିଆରେ ତାଙ୍କର ଗୋଟେ ଟପିକ ରୁହେ ଯେ ଖ୍ରୀଷ୍ଟ ଜନ୍ମ ବିଷୟରେ ଶିକ୍ଷା କରିବା ପାଇଁ। ମୁଁ ବହୁତ ଖୁସି, କିନ୍ତୁ ଅନ୍ୟ କୌଣସି ଜୁମରେ ଏ ପ୍ରକାର ଟପିକ କୁ ମୁଁ ମାନେ ଦେଖିପାରୁନଥାଏ। ତେବେ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଯେ ଆଜି ସୁଯୋଗ ମିଳିଛି। ହେଲେ ଅନେକ ଜୁମରେ ମୁଁ ପ୍ରାୟତଃ ଏଣ୍ଟ୍ରି କରିଥାଏ ମାନେ ଶୁଣିବା ପାଇଁ। କେତେକ ବଡ ବଡ ବକ୍ତା ମାନେ କହୁ ହୁଏତ ସେମାନେ ଭୁଲ ବଶତଃ କହିଦିଅନ୍ତି ନା କଣ ମୁଁ ଜାଣିପାରୁନାହିଁ, ଯେହେତୁ ଏଇଟା ଗୋଟେ କାହାଣୀ। ଅନେକ ଲୋକମାନେ କହନ୍ତି ଏଇଟା ଗୋଟେ କାହାଣୀ। ଆଜ୍ଞା, ବାଇବେଲରେ କାହାଣୀ ବିଷୟରେ ଗୋଟିଏ ବି କାହାଣୀ ବିଷୟ ନାହିଁ। ଯଦି ବା ପ୍ରଭୁ ଯୀଶୁ କହିଛନ୍ତି ତାହା ହଉଛି ଏକ୍ସାମ୍ପଲ ବା ଉଦାହରଣ, କାହାଣୀ ବିଷୟ ନାହିଁ। କାହାଣୀ ମାନେ ଗଳ୍ପ, ସେଟା ଗୋଟେ କାହାଣୀ। ତେଣୁକରି ଏଇଟା ହଉଛି ଗୋଟେ ପ୍ରକୃତ ଘଟଣାର ବିଷୟ। ଏହି ବାଇବେଲରେ କୌଣସି ପ୍ରକାର କାହାଣୀ ବିଷୟରେ ଉଦ୍ଧୃତ କରାଯାଏ ନାହିଁ।
This Bible is not one story book. This Bible is one really truth word of God. এটা ପ୍ରକୃତ ସତ୍ୟ ଈଶ୍ୱରଙ୍କର ବାକ୍ୟ ଅଟେ। ତେଣୁକରି ଆମେ ସୁଚିନ୍ତା କରି ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେବା, ଶିକ୍ଷା କରିବା ନିହାତି ଦରକାର। ଅନେକ ଲୋକ କହନ୍ତି ବାଇବେଲ ଗୋଟେ ପ୍ରେମର ବହି। ଆଜ୍ଞା, ପ୍ରେମର ବହି ନୁହେଁ। ହୁଏତ ବାଇବେଲ ଭିତରେ ଗୋଟିଏ ଅଛି ଯୋହନ ପୁସ୍ତକ, ଯାହାକି ପ୍ରେମର ବହି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ସେ ଯାହା ହଉ, ଆମେ ଅଳ୍ପ ସମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର ବିଷୟ ମାନେ ଶୁଣିବା। ଅବଶ୍ୟ ଜନ୍ମଦିନ ପ୍ରତିପାଳନ କଲୁ, ଆମେ ଟିକେ ସେଇ ବିଷୟ ଶୁଣିବା। ଶୁଣ ହେ ବନ୍ଧୁଗଣ, ଦେଇ ମନ ଧ୍ୟାନ, ଯୀଶୁଙ୍କର ଜନ୍ମ କଥା କରିବି ବର୍ଣ୍ଣନ। କେଉଁ ଦିନେ ହୋଇଥିଲା ତାଙ୍କରି ଜନମ, କେଉଁ ଦିନ ହୋଇଥିଲା ତାଙ୍କରି ଜନମ, ଡିସେମ୍ବର 25 ବା ଆଉ କେଉଁ ଦିନ, ଶୁଣିବା ସରବେ ଆଜି ସେହି ବିବରଣ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅନେକ ଆମେ ଆମର ନୀତି ନିୟମ ଭାବରେ ଆମେ ଡିସେମ୍ବର 25 ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ବୋଲି ସାରା ପୃଥିବୀରେ ଆମେ ପାଳନ କରି ଆସୁଛୁ। କିନ୍ତୁ ପ୍ରକୃତରେ ଡିସେମ୍ବର 25 ତାରିଖରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବିଷୟ କାହାରି ବାଇବେଲରେ ଉଦ୍ଧୃତ ଅଛି କି? ଆଜ୍ଞା ଆଜ୍ଞା, ହ୍ୟାଲୋ, ମୋ ନାତି ଟିକେ କହିବେ। ନାତି ଟିକେ ଖୋଲିକିରି କହ, ଅଜା ପଚାରୁଛନ୍ତି ତା ମଜା କଥା। ହ୍ୟାଲୋ, ନାଇଁ ନାଇଁ, ଦେଖା ହେଇନି ବାଇବଲରେ ଡିସେମ୍ବର 25 ବୋଲି। Thank you, thank you, thank you. God bless your family, your life. Okay. ହେଲେ ଏ ଡିସେମ୍ବର 25 ତାରିଖକୁ କାହିଁକି ଆମ ସହିତ ସାରା ବିଶ୍ୱରେ ଯୀଶୁଙ୍କର ଜନ୍ମଦିନ ବୋଲି ପାଳନ କରନ୍ତି? ତାର ଗୋଟେ ଷ୍ଟୋରି ଅଛି ଆଜ୍ଞା, ତାର ଗୋଟେ ଇତିହାସ ଘଟା ଏ 25 ଦିନ ପରେ, ମାନେ ଡିସେମ୍ବର 25 ପାଇଁ। है ना? ଅବଶ୍ୟ ହୁଏତ ଆପଣ ମାନେ ଜାଣିଥିବେ, ତଥାପି ମୁଁ ଟିକେ ସୂଚେଇ ଦେବାକୁ ଚାହେଁ। ଓକେ, ହାଲେଲୁୟା। ପ୍ରଭୁଙ୍କର ମହାନାମର ଧନ୍ୟବାଦ। ଟିକେ ଆମେ ମାନେ ଆଗକୁ ଟିକେ ଯିବା। ହେଲେ ସେ ଡିସେମ୍ବର 25 କାହିଁକି ଆମେ ବା ଆମର ଖ୍ରୀଷ୍ଟିଆନ ଲୋକମାନେ ପୁଣି ଆଉ କେତେକ ବିଜାତି ମାନେ ମଧ୍ୟ ଡିସେମ୍ବର 25 ଦିନକୁ ଧୁମଧାମ ପାଳନ କରନ୍ତି? ପ୍ରାୟତଃ କାଲକାଟାର ମୁଖ୍ୟମନ୍ତ୍ରୀ କିଏ ଆଜ୍ଞା? ଅନମ୍ୟୁଟ କରନ୍ତୁ। ମମତା ବାନାର୍ଜୀ। ରାଇଟ, ମମତା ବାନାର୍ଜୀ କଲିକତାରେ এই ପ୍ରକାର ଭାବରେ ଅର୍ଡର କରିଛନ୍ତି, ପ୍ରତ୍ୟେକ ସମସ୍ତେ ଷ୍ଟାର ଜଳାଇବେ, ଲାଇଟ ଜଳାଇବେ, ଡିସେମ୍ବର 25 କୁ ଧୁମଧାମରେ ପାଳନ କରିବେ। କିନ୍ତୁ ପ୍ରକୃତରେ ମୋ ନାତି କହିଲା ଭଳିଆ ଡିସେମ୍ବର 25 ତାରିଖ ବାଇବେଲରେ କୌଣସି ଉଦ୍ଧୃତ ନାହିଁ କିମ୍ବା ପ୍ରମାଣ ନାହିଁ ସେଦିନ ଜନ୍ମ ହେଇଛନ୍ତି। ହେଲେ କାହିଁକି ଆମେ ଡିସେମ୍ବର 25 ତାରିଖକୁ ବା ଆମ ସହିତ ସାରା ବିଶ୍ୱରେ ଏଇ 25 ତାରିଖକୁ ଖ୍ରୀଷ୍ଟ ଜନ୍ମରେ ପ୍ରତିପାଳନ କରନ୍ତି? ତେବେ ଏଇ ଆମେ ଯୋଉ ଖ୍ରୀଷ୍ଟମାସ ପାଳନ କରୁଛୁ, ତାର 4ଟି ନାମ ଅଛି। ପ୍ରଥମେ ଏକ୍ସମାସ, ତାପରେ ଏକ୍ସମାସ, ତାପରେ କ୍ରିସମାସ, ତାପରେ ବଡଦିନ, ତାପରେ ଖ୍ରୀଷ୍ଟ ଜୟନ୍ତୀ ବୋଲି କହନ୍ତି। କିନ୍ତୁ ଅବଶ୍ୟ ଖ୍ରୀଷ୍ଟ ଜୟନ୍ତୀ ଟିକେ ଟିକେ କଣ ସେ ଉଚ୍ଚାରଣ କରିବା ମଧ୍ୟ ମତେ ଟିକେ ଭଲ ଲାଗୁନାହିଁ। କାହିଁକି? ଖ୍ରୀଷ୍ଟ ଜୟନ୍ତୀ ମାନେ ଯେଉଁମାନେ ମରିକିରି ଆଉ ଉଠି ନାହାନ୍ତି ତାଙ୍କୁ ଜୟନ୍ତୀ, ମାନେ ମନେ କରନ୍ତୁ ଗାନ୍ଧୀ ଜୟନ୍ତୀ, ମହାତ୍ମା ଗାନ୍ଧୀ ମରିଛନ୍ତି, ସେ ପୁନର୍ଜୀବିତ ହେଇନାହାନ୍ତି। କିନ୍ତୁ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କଲା ପରେ ସେ ପୁନର୍ଜୀବିତ ହେଇଛନ୍ତି। ହେଲେ ଆମମାନଙ୍କର ପ୍ରଥମ ହେଲା ଏକ୍ସମାସ, ତାପରେ ଖ୍ରୀଷ୍ଟମାସ,
ତାପରେ ସେଇଟାକୁ ବଡ ଦିନ ବୋଲି ମଧ୍ୟ କୁହାଯାଏ। ଟିକେ ସର୍ଟଲି ଭାବରେ ଏ ଏକ୍ସମାସ ଖ୍ରୀଷ୍ଟମାସ ବଡ ଦିନ ବିଷୟରେ ମୁଁ ଟିକେ ଧ୍ୟାନ ଦେବାକୁ ଚାହେଁ। ତେବେ ଏକ୍ସମାସ ମାନେ ଏକ୍ସ ମାନେ ଲାଟିନ ଭାଷାରେ ଅନୋନ୍ ଅନୋନ୍ ମାନେ ଗୋଟେ ଅଜଣା ଅଜ୍ଞାତ ଅଜଣା ମାସ ମାନେ ପର୍ବ ବା ଯଜ୍ଞ ବା ନୈବେଦ୍ୟ ଏକ୍ସମାସ ଅଜଣା ପର୍ବ ବା ଅଜଣା ନୈବେଦ୍ୟ ବା ଅଜଣା ମାନେ ଏକ୍ସ ମାନେ ଅଜଣା ଅଜ୍ଞାତ ମାସ ମାନେ ଯଜ୍ଞ ବା ପର୍ବ। ହେଲେ ଖ୍ରୀଷ୍ଟମାସ ମାନେ ଖ୍ରୀଷ୍ଟଙ୍କର ପର୍ବ ଉତ୍ସବ। ତେବେ ଏକ୍ସ ମାସରୁ ଏଇ ଖ୍ରୀଷ୍ଟମାସ ଆସିଛି। କେମିତି ଆସିଛି? କାରଣ ସେଇ ସମୟର ଘଟଣା ରୋମିଓ ସରକାରଙ୍କର ସମୟର ଘଟଣା। ରୋମିଓ ସରକାର ସେ ଯାଇକି ଥିଲେ 330 AD ରେ କଣ୍ଟେଷ୍ଟାଇନ ଯେ ସେ ସିଜର ବା ଶାସନକର୍ତ୍ତା ଥିଲେ ତାଙ୍କ ସମୟ ଠାରୁ ଏଇ ଘଟଣାଟା ଆସିଛି। କାରଣ ସେ ଯେତେବେଳେ ଖ୍ରୀଷ୍ଟିଆନ ମାନଙ୍କୁ ବହୁତ ତାଡନା କରୁଥିଲେ, ଖ୍ରୀଷ୍ଟ ଧର୍ମକୁ ବହୁତ ତାଡନା କରିକି ବହୁତ ନିର୍ଯାତନା କରୁଥିଲେ, ଯୋଉଟା କି ରୋମିଓ ସରକାର କ୍ରୁଶ ଦଣ୍ଡକୁ ସେମାନେ ମଧ୍ୟ ବାହାର କରିଥିଲେ। ଦିନକର ଘଟଣା ଯେତେବେଳେ ତାଙ୍କର ସୈନ୍ୟମାନେ ଯୁଦ୍ଧ କରୁଛନ୍ତି ସେ ସମୟରେ ସେ ତାଙ୍କର ସୈନ୍ୟମାନେ ପରାସ୍ତ ହୋଇଯାଉଛନ୍ତି। ପରାସ୍ତ ହେବା ସମୟରେ ସେ ଟିକେ ଭାଙ୍ଗି ପଡିକିରି ମୁଣ୍ଡରେ ହାତ ଦେଇକିରି ବସିଛନ୍ତି ମଇଦାନରେ, କଣ ହବ କଣ ନାହିଁ, ମୋର ସୈନିକ ମାନେ ହାରି ଯାଉଛନ୍ତି। ଏମିତି ଚିନ୍ତା କରୁ କରୁ ଆକାଶରେ ଗୋଟେ ଚିହ୍ନ ଦେଖାଗଲା ତାଙ୍କୁ। ଆଜ୍ଞା ଟିକେ ଧ୍ୟାନ ଶୁଣନ୍ତୁ। ଅବଶ୍ୟ ଆପଣ ଶୁଣିଥିବେ, ତଥାପି ମୁଁ ସୂଚେଇ ଦେବାକୁ ଚାହେଁ। ଯେତେବେଳେ ଆକାଶ ଆଡକୁ ସେ ଧ୍ୟାନ ଦଉଛନ୍ତି ସେଠି ଗୋଟେ କ୍ରୁଶ ଚିହ୍ନ ଭଳିଆ ଗୋଟେ ମାନେ ଦେଖାଗଲା। ସେଇ ଚିହ୍ନ ଦେଖାଗଲା ପରେ ଗୋଟେ ଆବାଜ ହେଲା, ଇନ୍ ହାଇସାଲସ୍, ମାନେ ଏହି ଚିହ୍ନରେ ଆପଣ ଯୁଦ୍ଧ କଲେ ଜୟ ପାଇବ। ସେ ଟିକେ ଭାବୁ ଭାବୁ ଚିନ୍ତା କଲେ ଏଇ ଚିହ୍ନଟାକୁ ଆମେ ଘୃଣା କରୁଛୁ, ତେବେ କାହିଁକି ଚିହ୍ନ ଦେଖାଗଲା? ସେ ଭାବିଲେ ଠିକ ଅଛି, ସେ ଯାହା ହଉ ନା କାହିଁକି ଏହି ଚିହ୍ନରେ ଆମେ ଯୁଦ୍ଧ କରିବୁ। ସେଇ ଚିହ୍ନକୁ ନେଇକି ଯେତେବେଳେ ସେ ଯୁଦ୍ଧ ଆରମ୍ଭ କଲେ, ତାଙ୍କର ପ୍ରତ୍ୟେକ ଯୁଦ୍ଧରେ ସେ ଜୟ ପ୍ରାପ୍ତ ହେଲେ। ଜୟ ପ୍ରାପ୍ତ ହେଲା ପରେ ସେ ଖ୍ରୀଷ୍ଟିଆନ ମାନଙ୍କ ତାଡନା ଟିକେ କୋହଳ କରିଦେଲେ। କୋହଳ କରିକି ଗୋଟେ ଆନାଉନ୍ସମେଣ୍ଟ କରିଦେଲେ, କହିଲେ ଏଡିକ୍ ଅଫ ଏଲାରିକ୍ ମାନେ ଗୋଟେ ଘୋଷଣା ପତ୍ର ସେ ଘୋଷଣା କରିଦେଲେ। ହେଲେ ଏଇ ପରିସ୍ଥିତିରେ ଖ୍ରୀଷ୍ଟିଆନ ମାନଙ୍କ ତାଡନା ଯେତେବେଳେ କମିଗଲା, ଖ୍ରୀଷ୍ଟିଆନ ମାନଙ୍କୁ ମଧ୍ୟ ସେ ପ୍ରେମ କରିବା ଲାଗିଲେ। ତଥାପି ଏ କୃଷ ଚିହ୍ନ କଣ ସେ ଜାଣିପାରିଲେ ନାହିଁ। କିନ୍ତୁ କୌଣସି ଜଣେ ବ୍ୟକ୍ତି ତାଙ୍କୁ କହିଲେ କି ନାଇଁ ନାଇଁ ଏଇ କୃଷ ଚିହ୍ନଟା ହଉଛି ଗୋଟେ ମାନେ ଗୋଟେ ଦଳର ଲୋକଙ୍କର ଗୋଟେ ଚିହ୍ନ ବା ଖ୍ରୀଷ୍ଟିଆନ ମାନଙ୍କର ଚିହ୍ନ। ଏଇ ଚିହ୍ନରେ ତାଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମରା ଯାଇଥିଲେ ଏବଂ ତୃତୀୟ ଦିନରେ ସେ ମୃତ୍ୟୁକୁ ଜୟ କରି ଉଠିଥିଲେ। ସେଇଠି ଭିତରେ ତାର ମନଟା ଆଉ ଟିକେ ବହୁତ ଯେତେବେଳେ ଚେଞ୍ଜ ହେଇଗଲା, ସେ ସମୟରେ ସେମାନେ ସୂର୍ଯ୍ୟ ଦେବତା ଏବଂ ଶନି ଦେବତାକୁ ପୂଜା କରୁଥିଲେ। ମାନେ ଅଜ୍ଞାତ, ମାନେ ସେଇଟାକୁ ସେମାନେ କଣ ଏକ୍ସମାସ ବୋଲିକି ପାଳନ କରୁଥିଲେ। ସେଇଟା ଏକ୍ସମାସ ହଉଛି ତାର ମିନିଂ ହଉଛି ସାଟର୍ଲାନିଆ ବୋଲିକିରି ସେମାନେ ପାଳନ କରୁଥିଲେ। ଏମିତି ପାଳନ କରୁ କରୁ ସେମାନଙ୍କର ଯେତେ ଦେବ ଦେବୀ ମନ୍ଦିର ସବୁକୁ ସେମାନେ କଣ କଲେ, ତାକୁ ଚର୍ଚ୍ଚରେ ପରିଣତ କରିଦେଲେ। ନାଇଁ ନାଇଁ ଆଜିଠାରୁ ଆଉ ମନ୍ଦିର ପୂଜା ବିଧି ଆମେ କରିବା ନାହିଁ, ଯେହେତୁ ଆମେ କଣ କରିବା, ଆକୁ ଚର୍ଚ୍ଚ କରିବା। ଚର୍ଚ୍ଚ କରିବା ଯେତେବେଳେ ଘୋଷଣା କଲେ, ସେଠିକାର ଚର୍ଚ୍ଚର ମାନେ ମନ୍ଦିରର ପୂଜାରୀ ଯାକ ସେମାନେ ସେମାନଙ୍କୁ ପାଷ୍ଟ କରିଦେଲେ। ହେଲେ ପାଷ୍ଟ ଯେତେବେଳେ କରିଦେଲେ, ପୂଜାରୀ ମାନେ କି ପ୍ରକାର ବାଇବେଲ ପ୍ରଚାର କରିବେ? ତାଙ୍କର ହେଲା ଓଂ ନମ ଶିବାୟ ଏମିତି ଧନ୍ଦା ସେମାନେ ତାଙ୍କର କାମ। କିନ୍ତୁ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ସେମାନେ ଜାଣିନଥିଲେ। ଏମିତି କେତେ ବର୍ଷ ଯାଉ ଯାଉ ପ୍ରାୟତଃ ଯେମିତି 300 ବର୍ଷ ଯାଉ ଯାଉ ସେମାନେ ବହୁତ ଧନ୍ଦାରେ ପଡିଗଲେ। କଣ ହବ କଣ ନାହିଁ, କଣ କରିବା କଣ ନାହିଁ, ଏଇ ଚିନ୍ତା କରୁ କରୁ ସେମାନେ ବାଇବେଲ ପଢିବା ଆରମ୍ଭ କଲେ। ଯେତେବେଳେ ବାଇବେଲ ପଢୁ 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 ସେମାନେ ମାତି ପୁସ୍ତକ, ଜୋହନ ପୁସ୍ତକ, ଲୁକ ପୁସ୍ତକ ଯେତେବେଳେ ପଢିଲେ, ସେଇଠି ଯୀଶୁଙ୍କର ଜନ୍ମ ବିଷୟ ସେମାନେ କ୍ଲିୟର ଭାବରେ ବୁଝିପାରିଲେ। ନିଶ୍ଚିତ ପ୍ରକୃତରେ ଏଇଟା ଗୋଟେ ଯୀଶୁଙ୍କର ଜନ୍ମ ନିଶ୍ଚିତ ହେଇଛନ୍ତି। ତେଣୁକରି ଆମେ ଯୋଉ ଡିସେମ୍ବର 25 ତାରିଖକୁ ଯୋଉ ସାଟର୍ନାନିଆ ବୋଲିକି ପର୍ବ ପାଳନ କରୁଛୁ, ଯୋଉଟା କି ଆମେ ଏକ୍ସମାସ ବୋଲି ପର୍ବ ପାଳନ କରୁଛୁ, ଆକୁ କଣ ବୋଲି ଚେଞ୍ଜ କରିଦବା?
390 ଖ୍ରୀଷ୍ଟାବ୍ଦରେ ସେମାନେ ସେଇ ଏକ୍ସମାସ ବା ସାଟର୍ଲେନିଆ ପର୍ବ ପାଳନ କରୁଥିଲେ ବା ସୂର୍ଯ୍ୟ ଦେବତା ଏବଂ ଶନି ଦେବତାକୁ ପାଳନ କରୁଥିଲେ ତାକୁ ଚେଞ୍ଜ କରି ଏକ୍ସମାସ ଯୋଗ କଲେ ଯୋଉଟା କି ଆଜିଠାରୁ ଆମେ ଏଇ ଯୋଉ ସାଟର୍ଲେନିଆ ବା ଏକ୍ସମାସକୁ କାଟି ଦେଇକି ଖ୍ରୀଷ୍ଟମାସ ପାଳନ କରିବା। ସେଇ ଦିନ ଠାରୁ ସେମାନେ ଖ୍ରୀଷ୍ଟମାସ ପାଳନ କଲେ, ପାଳନ କରି ଆଜି ପର୍ଯ୍ୟନ୍ତ ଖ୍ରୀଷ୍ଟମାସ ପାଳନ ଚାଲିଛି। ହେଲେ ବାଇବେଲରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିନାହାନ୍ତି କି ଯେ ମୋର ଜନ୍ମଦିନକୁ ତୁମେ ଖ୍ରୀଷ୍ଟମାସ ବୋଲିକି ପାଳନ କର। କୋଉଠି ଲେଖା ଅଛି ଆଜ୍ଞା? ଯୀଶୁ କହିଛନ୍ତି କି ମୋର ଜନ୍ମଦିନକୁ ପାଳନ କର, ସ୍ମରଣ କର? କିନ୍ତୁ ଗୋଟିଏ କଥା କହିଛନ୍ତି, ତୁମେ ମତେ ସ୍ମରଣ କରିବା ନିମନ୍ତେ ଏହା କର। କୋଉଟାକୁ କହିଲେ? ପ୍ରଭୁ ଭୋଜକୁ। ଥ୍ୟାଙ୍କ ୟୁ। ପ୍ରଭୁ ଭୋଜ ପାଇଁ କେବଳ ଯୀଶୁ କହିଲେ ମତେ ସ୍ମରଣ କରିବା ନିମନ୍ତେ ତୁମେ ଏହା କର, କିନ୍ତୁ ଯୀଶୁ କହିନାହାନ୍ତି ଯେ ତୁମେ ମୋର ଜନ୍ମଦିନକୁ ସ୍ମରଣ କରି ପାଳନ କର, କହିନାହାନ୍ତି। ତାଙ୍କର ଶିଷ୍ୟମାନେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନକୁ ସ୍ମରଣ କରିବା ପାଳନ କରିବା ବିଷୟ ବାଇବେଲରେ ଲେଖା ନାହିଁ। କିନ୍ତୁ ଆଜିକାଲି କଣ ଚାଲିଛି ଯେ ଆମମାନଙ୍କର ଜନ୍ମଦିନ ବେଲେ ଯେତେବେଳେ ମୋର ନାତିର ଜନ୍ମଦିନ ହବ ସେ ବଡ ଗୋଟେ କେକ୍ ଧରି ଆସିବ, ହ୍ୟାପି ବାର୍ଥଡେ ଟୁ ୟୁ, ଏମିତି କରିକି ଆମେ ଜୁମରେ ମାନେ ଜନ୍ମଦିନ ତାର ପ୍ରତିପାଳନ କରେ। ସେ ମୋ ନାତି ଆରାମରେ ଘରେ ଚିକେନ ମଟନ ଖାଇକି ଆନନ୍ଦ କରୁଛି। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ହ୍ୟାପି ବାର୍ଥଡେ ଟୁ ୟୁ ଜିସସ୍ କ୍ରାଇଷ୍ଟ ଏଇଟା ନାହିଁ, ଏଇଟା ବାଇବେଲରେ ନାହିଁ। କିନ୍ତୁ ଆମେ ତାର ଷ୍ଟୋରି ଶୁଣିଲୁ ଯେ କଣ୍ଟେଷ୍ଟାଇନ ଯେତେବେଳେ ଶାସନକର୍ତ୍ତା ଥିଲେ ସେଇ ସମୟର ଘଟଣା, ସେମାନେ ସୂର୍ଯ୍ୟ ଦେବତାକୁ ଆଉ ଶନି ଦେବତାକୁ ଯେତେବେଳେ ପୂଜା କରି ଆସୁଥିଲେ ସେଇଟା ମାନେ ନ ଜାଣିଥିଲେ, ଅଜଣା ପର୍ବ ବୋଲି ମାନୁଥିଲେ, ଏକ୍ସମାସ ନାମ ଦେଇଥିଲେ। ଯେତେବେଳେ ସେମାନେ କ୍ରୁଶ ଚିହ୍ନକୁ ଅବଲମ୍ବନ କରି ସେମାନଙ୍କର କାର୍ଯ୍ୟକ୍ଷେତ୍ରକୁ ଆଗେଇଲେ, ଯୁଦ୍ଧକୁ ଆଗେଇଲେ, ତାପରେ ବାଇବେଲ ପଢିଲେ, ସେଇଠୁ ଜାଣିପାରିଲେ ଯେ ଯୀଶୁ ଖ୍ରୀଷ୍ଟ ନିଶ୍ଚିତ ପ୍ରକାର ଦିନେ ନା ଦିନେ କୌଣସି ଜାଗାରେ ସେ ଜନ୍ମଗ୍ରହଣ କରିଛନ୍ତି। ଏଣୁ କରି ସେ ସୂର୍ଯ୍ୟ ଦେବତାକୁ ଛାଡି ଯୋଉ ସାଟର୍ଲେନିଆ ପର୍ବକୁ ଛାଡି ଆମେ ସେ ସାଟର୍ଲେନିଆକୁ ଛାଡିକି ଖ୍ରୀଷ୍ଟମାସ କରିଦେବା ବୋଲି ସେଇ ଦିନଠାରୁ ଡିସେମ୍ବର 25 ଖ୍ରୀଷ୍ଟମାସ ଚାଲିଲା। ହେଲେ ବଡଦିନ କାହିଁକି ଆସିଲା? କାରଣ ସେଇ ସମୟରେ ସେମାନଙ୍କର ଭୁଲ ରଙ୍ଗ ଡିସିସନ ଗୋଟେ ଥିଲା ଯେ ଡିସେମ୍ବର 23 ତାରିଖ 24 ତାରିଖରେ ଯୋଉ ପ୍ରକାର ଭାବରେ ଭୀଷଣ ଶୀତ ହଉଛି, ଶୀତର ଲହରୀ ହଉଛି, ତେଣୁକରି ଏଇ ଶୀତ ସକାଶୁ ଆମମାନଙ୍କର ସୂର୍ଯ୍ୟ ଦେବତା ସେ ଦୁର୍ବଳ ହେଇଯାଉଛନ୍ତି, ବୁଢା ହେଇଗଲେଣି, ସେ କେତେବେଳେ ମରିଯିବେ, ଆମକୁ ସେମାନେ ଏ ଥଣ୍ଡାରୁ ମାନଙ୍କୁ ରକ୍ଷା ପାଇବା ପାଇଁ ଆମେ ରାସ୍ତା କଣ କରିବା ନାଇଁ ବୋଲିକି ସେମାନେ ବିଭିନ୍ନ ପ୍ରକାର ଦେବଦେବୀକୁ ପୂଜା କରି ଗଛର ଡାଳ କାଟି ଆଣିକି କୋଣରେ ରଖୁଥିଲେ, ଯୋଉଟା କି ଆମେ ବର୍ତ୍ତମାନ କ୍ରିସମାସ ଟ୍ରି ବା ଏକ୍ସମାସ ଟ୍ରି ବୋଲିକି ଘରେ ମଧ୍ୟ ରଖୁଛୁ। ଏଇ ପ୍ରକାର ଚିନ୍ତା। କିନ୍ତୁ ବଡ ଦିନର ଗୋଟେ ବଡ ରହସ୍ୟ ଅଛି, ଆମେ ବର୍ତ୍ତମାନ ପଛକୁ ଶୁଣିବା। କାହିଁକି ବଡ ଦିନ? ସେମାନେ ଭାବୁଥିଲେ ଯେ ଦିନ ବଡ ହଉଛି, ରାତି ଛୋଟ ହେଇକି ଦିନ ବଡ ହଉଥିବାରୁ ବଡ ଦିନ। ନାଇଁ ଆଜ୍ଞା, ଦିନ କେବେ ଗୋଟେ ବେଲୁନ ନୁହେଁ ଯେ ଫୁକି ଫୁକିରେ ବଡ କଲେ ବଡ ହବ। କିନ୍ତୁ ବଡ ଦିନର ରହସ୍ୟ ଆମେ ଟିକେ ପଛକୁ ଶୁଣିବା। ଠିକ ଅଛି, ତେବେ ଆମେ ବର୍ତ୍ତମାନ ଦେଖିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ କେବେ ହେଇଛି ସେଇ ବିଷୟରେ ଆମେ ଅଳ୍ପ ସମୟ ଚିନ୍ତା କରିବା। ଯଦି ବା ଟିକେ ଗୋଟେ 5-10 ମିନିଟ ଅଧିକା ହେଇପାରେ କ୍ଷମା କରିବେ, ମତେ ଟିକେ ସୁଯୋଗ ଦେବେ, ତାକୁ ମୁଁ କ୍ଲିୟର କରିଦେବି। ଓକେ, ତାକୁ ମୁଁ କ୍ଲିୟର କରିବା ଚେଷ୍ଟା କରିବି। ଯେମିତି କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ କେବେ ହେଇଛି? ଆମେ ଯୋଉ ଡିସେମ୍ବର 25 ପାଳୁଛୁ ବାଇବେଲରେ ଲେଖା ନାହିଁ, କିନ୍ତୁ କେବେ ସେ ଜନ୍ମ ହେଇଛନ୍ତି ତାହା ବାଇବେଲରେ ଲେଖା ଅଛି। ଓକେ, ରେଡି? ଠିକ ଅଛି, ତେବେ ପଢନ୍ତୁ ଆଜିର ଆଲୋଚନା ବିଷୟ ଯୋହନ ଲିଖିତ ସୁସମାଚାର 3 ପର୍ବର 16 ପଦ ପଢନ୍ତୁ। କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପ୍ରଭୁ ପଢିତ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଏ ବାକ୍ୟ ପାଇଁ ମୋର ନାତି ଅଛନ୍ତି, ଛୋଟ କରି ସର୍ଟ ଆମେ ସୁଇଟଲି ପ୍ରାର୍ଥନା କରିବି। ପବିତ୍ରମୟ ଯେହୋବା ଯୀଶୁପା, ତୁମର ପବିତ୍ର ମହତ ନାମକୁ ଧନ୍ୟବାଦ ଦିଏ। ଆଜି ଡିସେମ୍ବର 27 ତାରିଖ ପ୍ରଭୁ, ତୁମର ଜନ୍ମଦିନ 2 ଦିନ ପୂର୍ବରୁ ପ୍ରଭୁ ଆମେ ସ୍ମରଣରେ ଆଣିଥିଲୁ, ଉତ୍ସବ ପାଳନ କରିଥିଲୁ। କିନ୍ତୁ ଯୋଉ ମାଧ୍ୟମରେ ପ୍ରତ୍ୟେକ ଦିନ ପ୍ରଭୁ ତୁମର ଜନ୍ମ ଉତ୍ସବ ବିଷୟରେ ଆମମାନଙ୍କୁ ପ୍ରଭୁ ଶିକ୍ଷା ପରାମର୍ଶ ଦିଆଯାଏ, ଆଜି ମଧ୍ୟ ତୁମ ଦାସ ପ୍ରଭୁ ତୁମର ସେ ଜନ୍ମର ବୃତ୍ତାନ୍ତ, ତାର ହିଷ୍ଟ୍ରି ଏବଂ ପ୍ରଭୁ କାହିଁକି ପ୍ରଭୁ
ଏ ଦିନକୁ ପାଳନ କରାଯାଏ ଅତି ସୁନ୍ଦର ଭାବେ ପ୍ରଭୁ ବ୍ୟାଖ୍ୟା କରୁଥିଲେ। ତୁମେ ତାଙ୍କୁ ବିଶେଷ ଆଶୀର୍ବାଦ କର, ସେ ପବିତ୍ର ଆତ୍ମାଙ୍କର ଶକ୍ତି ଦେଇ ପ୍ରଭୁ ତାଙ୍କୁ ବ୍ୟବହାର କର। ଯେଉଁ ଅଂଶଟି ପଠନ କରାଯାଇଛି ସେ ଅଂଶ ପ୍ରତି ଏବଂ ବକ୍ତାଙ୍କ ପ୍ରତି ତୁମେ ସହାୟ ହୁଅ। ଆମେ ଯେତେ ଲୋକ ଆମେ ଏକତ୍ରିତ ଅଛୁ ସମସ୍ତେ ଭିଡିଓ ଅନ୍ କରିବୁ ଏବଂ ବସିବୁ, ତୁମର ବାକ୍ୟକୁ ଶୁଣିବୁ ଏବଂ ହୃଦୟ ମଧ୍ୟରେ କାର୍ଯ୍ୟକାରୀ କରିବୁ। ବ୍ୟକ୍ତିଗତ ଜୀବନକୁ ସଜାଡ଼ି ତୁମେ ଦୟା କର। ଜୀବନ୍ତ ଯୀଶୁ ପା ତୁମର ଚନ୍ତ ମାଗୁଅଛି, ଆମେନ୍। ଆମେନ୍ ଆମେନ୍। ଥ୍ୟାଙ୍କ ୟୁ। ପ୍ରଭୁ ଆଶୀର୍ବାଦ କରନ୍ତୁ। ମୁଁ ଏ ସମୟରେ ଅନୁରୋଧ କରୁଛି ଦୟାପୂର୍ବକ ଯଦି ଆପଣ ମାନେ ସଠିକ ଜାଗାରେ ଅଛନ୍ତି, ଆପଣ ମାନେ ଭିଡିଓ ଖୋଲିଲେ ଇଏ 70 ବର୍ଷର ଟୋକାକୁ ଟିକେ ଖୁସି ଲାଗିବ। ଦୟାକରି ଟିକେ ଭିଡିଓଟା ଓପନ କରନ୍ତୁ। ଓକେ, କାହିଁକି ମାନେ ଆପଣ ମାନଙ୍କ ସହିତ ଦେଖା ସାକ୍ଷାତ ହେଲେ ମୋର ଆଉ ଟିକେ ଖୁସି ଲାଗିବ, ଆଉ ଟିକେ ଆନନ୍ଦ ଲାଗିବ। ଓକେ, ଠିକ ଅଛି। ଆପଣ ଯଦି ସଠିକ ଜାଗାରେ ଅଛନ୍ତି ଭିଡିଓଟା ଅନ୍ କରନ୍ତୁ। ଥ୍ୟାଙ୍କ ୟୁ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ଆସନ୍ତୁ ସିଧାସଳଖ ବାକ୍ୟକୁ ଯିବା। ତେବେ ବର୍ତ୍ତମାନ ଆମେ ତାର ଯହ ଲିଖିତ 3 ପର୍ବର 16 ପଦ ପ୍ରାୟତଃ ସମଗ୍ର ଜଗତରେ ସମସ୍ତଙ୍କର ଅତି ଜଣାଶୁଣା ବାକ୍ୟ ଅଟେ। ହେଲେ ଏଇ ବାକ୍ୟଟା ଇଏ କାହିଁକି ଆଜି ପଢିଲା, ଇଏ ଜନ୍ମଦିନ ବିଷୟରେ ଆଣିକି ଇଏ ପ୍ରେମ ବିଷୟରେ କଣ କହିଲା ଆଜ୍ଞା, ସେଇଠି ରହସ୍ୟ ମାନେ ବାହାରିବ ଆଜ୍ଞା। ତେବେ ସେଠି ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣାର ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରିବ ସେ ବିନଷ୍ଟ ନ ହୋଇ କଣ ପାଇବ ଆଜ୍ଞା? ଅନନ୍ତ ଜୀବନ। ଅନନ୍ତ ଜୀବନ। ପ୍ରେଜ୍ ଦ ଲର୍ଡ। ଯୋଉ ଜୀବନର ଅନ୍ତ ନାହିଁ ସେମିତି ଜୀବନ ପାଇ। କାହିଁକି? ଟିକେ ଆଗକୁ ଯିବା। ଯେତେବେଳେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ସୃଷ୍ଟି କଲେ, କୋଉ ଧାତୁରେ ତିଆରି କଲେ? ଟିକେ କୋଉ ମେଟେରିଆଲ ବା କୋଉ ଧାତୁରେ ତିଆରି କଲେ ମନୁଷ୍ୟକୁ? ମାଟି ନାଇଁ ନାଇଁ, ମାଟି ନା, ଆଉ ଟିକେ କୋସିସ କରନ୍ତୁ। ଡଷ୍ଟ ମାନେ ଧୂଳି, ଯୋଉଟା ଫୁଙ୍କି ଦେଲେ ଉଡିଯିବ ଆଜ୍ଞା, ସେଇ ଧୂଳିରେ ତିଆରି କଲେ। ଟିକେ ଧ୍ୟାନ ଶୁଣନ୍ତୁ। ଧୂଳିରେ ତିଆରି କଲା ପରେ ପରମେଶ୍ୱର ଯଦି ଚାହିଁଥାନ୍ତେ ସେ କଣ୍ଢେଇକୁ ଆପଣା ପ୍ରତିମୂର୍ତ୍ତି, ଆପଣା ସାଦୃଶ୍ୟରେ ନିଜେ ପରିଶ୍ରମ କରି ତିଆରି କରିଥିବା ଧୂଳିର କଣ୍ଢେଇକୁ ସେ ଅର୍ଡର ଦେଇ ପାରିଥାନ୍ତେ, ଜୀବିତ ହେଇନଥାନ୍ତା କି ଆଜ୍ଞା? ହେଇନଥାନ୍ତା କି? ନିଶ୍ଚିତ ହେଇପାରିଥାନ୍ତା। କାହିଁକି? ମାନେ 37 ପର୍ବରେ ଶୁଖିଲା ହାଡ ମାନେ ଜୀବନ ପାଇଲା ବାକ୍ୟ ଦ୍ଵାରା। କିନ୍ତୁ ପରମେଶ୍ୱରଙ୍କର ଯୋଜନା ଦେଖନ୍ତୁ, ଟିକେ ଧ୍ୟାନ ଶୁଣନ୍ତୁ ଆଜ୍ଞା। ପରମେଶ୍ୱର ଯେତେବେଳେ ଧୂଳିରେ ଗୋଟେ କଣ୍ଢେଇ ତିଆରି କରି ନିଜ ପ୍ରତିମୂର୍ତ୍ତିରେ ତାଙ୍କୁ ଅର୍ଡର ଦେଇନାହାନ୍ତି ଜୀବନ, ସେ ଗୋଟେ ନାକରେ ଫୁଙ୍କିଲେ ଆଜ୍ଞା, ଯୋଉ ଫୁଙ୍କ ଅନନ୍ତ ଜୀବନ, ପବିତ୍ର ଜୀବନ, ସେ ଧୂଳିର ମାନେ କଣ୍ଢେଇ ଜୀବିତ ପ୍ରାଣୀ ହେଲା ଆଜ୍ଞା, ଅନନ୍ତ ଜୀବନ ସେଇଠି ଦେଲେ। ସେଇଠି ଦେଲେ। ହେଲେ ଜୀବିତ ହେଲା ପରେ ତାଙ୍କୁ କେତେ ପ୍ରକାର ଅର୍ଡର ଦିଆଯାଇଥିଲା? ଏ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ତୁମେ ଆନନ୍ଦରେ ଖାଇବ, ମଜା କରିବ, ଦିନ କାଟିବ, କିନ୍ତୁ ଯୋଉଟା ତମକୁ ନିଷେଧ କରାଯାଇଛି ତାକୁ କେବେ ଖାଇବ ନାହିଁ। ଯୋଉ ଦିନ ଖାଇବ ନିତାନ୍ତ ତମେ ମରିବ। ମରିବ ମାନେ ମାନେ ଶାରୀରିକ ମୃତ୍ୟୁ ବିଷୟରେ କହିନାହାନ୍ତି। ଯୋଉ ଜୀବନ ଅନନ୍ତ ଜୀବନ ସଦାପ୍ରଭୁ ପରମେଶ୍ୱର ପ୍ରଥମ କରି ଆଦମକୁ ଦେଇଥିଲେ, ସେଇ ଜୀବନରେ ମରିବ। ଟିକେ ଧ୍ୟାନ ଶୁଣନ୍ତୁ ଆଜ୍ଞା, ସେଇ ଜୀବନ ମରିବ। କିନ୍ତୁ ହବା ଯେତେବେଳେ ସେ ମନା କରିଥିବା ଫଳକୁ ଖାଇଲା, ସେଇଦିନ ସେମାନେ ମରିଗଲେ ଆଜ୍ଞା। କୋଉଠି ମଲେ? ଶାରୀରିକ ଭାବରେ ମରିନାହାନ୍ତି ଆଜ୍ଞା। ଯୋଉ ଅନନ୍ତ ଜୀବନ ସଦାପ୍ରଭୁ ପରମେଶ୍ୱର ପ୍ରଥମେ ଆଦମଙ୍କ ନାକରେ ଫୁଙ୍କିକିରି ପ୍ରବେଶ କରାଇଥିଲେ, ସେ ଅନନ୍ତ ଜୀବନରେ ସେମାନେ ମୃତ୍ୟୁବରଣ କଲେ। ସେ ମୃତ୍ୟୁବରଣ କରିବା ଦ୍ଵାରା ଏ ଜଗତକୁ ପାପ ଆସିଲା। ପାପ ଧର୍ମ ସବୁ ଯେତେବେଳେ ଆସିଲା, ପ୍ରାୟ ସମସ୍ତେ ଯେଉଁମାନେ ଆଜି ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିନାହାନ୍ତି, ସେମାନେ ସମସ୍ତେ ମୃତ ଅଟନ୍ତି। ଆତ୍ମିକ ଜୀବନ ମୃତ ଅଟନ୍ତି। ସେଇଟା ହବା ଆଦମ ଆମମାନଙ୍କ ପାଇଁ ଆଣି ଦେଇଛନ୍ତି, ଯୋଉଟା କି ବର୍ତ୍ତମାନ ମୃତକଳ୍ପ ମନୁଷ୍ୟ। ତେବେ ଏଇ ଜୀବନ କେମିତି ପ୍ରାପ୍ତ ହେବେ?
ସଦାପ୍ରଭୁଙ୍କର ପ୍ଲାନ, ସଦାପ୍ରଭୁଙ୍କର ଯୋଜନା ଏ ପ୍ରକାର ଥିଲା, ଯୋ ଦ୍ୱାରା କି ମୁଁ ନିଜେ ପରିଶ୍ରମ କରି ତିଆରି କରିଥିବା ମନୁଷ୍ୟ ଜାତି ଆଜି ଯେ ଆତ୍ମିକ ଜୀବନରେ ମରିଯାଏ, ମୋ ଠାରୁ ଯୋଉ ଦୂରକୁ ଚାଲି ଯାଇଛନ୍ତି, ସେମାନେ ଯେପରି ପୁନର୍ବାର ଜୀବନ ପ୍ରାପ୍ତ ହୋଇ ମୋର ସନ୍ତାନ ବେଟା ବେଟିର ଅଧିକାର ପାଇଁ ମୋ ନିକଟକୁ ଆସିବେ, ଏଇ ଯୋଜନା ଚିନ୍ତା କଲେ। ଚିନ୍ତା କଲା ପରେ ବ୍ୟବସ୍ଥା ଯୁଗରେ ଅନେକ ପ୍ରକାର ବିଧି ବିଧାନ ଦେଲେ ପାପ କ୍ଷମା ନିମନ୍ତେ। ଆମେ ସମସ୍ତେ ଜାଣୁ ମେଷ ବଳି, କାପ୍ତା ବଳି, ଏ ଗୋବଛ ବଳି, ଏ ଦ୍ଵାରା ଏ ରକ୍ତ ଦ୍ଵାରା ବଳି, କିନ୍ତୁ ତାହା ହୋଇପାରିଲା ନାହିଁ। ସେଇ ଦ୍ଵାରା ପାପ କ୍ଷମା ହେଇ ମନୁଷ୍ୟର ଅନନ୍ତ ଜୀବନ ପ୍ରାପ୍ତ ହେବାର ରାସ୍ତା ଖୋଲି ପାରିଲା ନାହିଁ। ତେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ଗୋଟେ ରାସ୍ତା ଅବଲମ୍ବନ କଲେ। କଣ? କାରଣ କେତୋଟି ଭାବବାଣୀ ସବୁ ଆରମ୍ଭ କଲେ ମାନେ ତାଙ୍କର ଲୋକମାନଙ୍କ ଦ୍ଵାରା। କେମିତି? କାରଣ କାହା ଦ୍ଵାରା ପରିତ୍ରାଣ ହବ, କାହା ଦ୍ଵାରା ଅନନ୍ତ ଜୀବନ ପାଇବ, ସେଇଟା ଭାବବାଣୀ ଦ୍ଵାରା କହିଲେ। ଠିକ ଅଛି। ତେବେ ବାଇବେଲର ପ୍ରଥମ ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ପ୍ରଥମ ଭାବବାଣୀ କୋଉଟା କିଏ କହିଛନ୍ତି? ଟିକେ ଚେଷ୍ଟା କରୁ, କୋସିସ କରନ୍ତୁ। ଆଦି ପୁସ୍ତକ 3:15 ପଦ ପଢନ୍ତୁ। ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଥମ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ପ୍ରଥମ ଭାବବାଣୀ, ଆଜ୍ଞା ସେଇଟା ପଢନ୍ତୁ ଟିକେ, ଯଦି ବା କେହି ପଢିବାକୁ ଇଚ୍ଛା କରୁଛନ୍ତି ପଢନ୍ତୁ। ଆଚ୍ଛା ଠିକ ଅଛି, ମାନେ ସମୟ ନଷ୍ଟ କରିବେ ନାହିଁ। ସେଇଠି ତାଙ୍କର ପ୍ରଥମ ଭାବବାଣୀ ହେଲା, ଯେତେବେଳେ ସର୍ପ ସହିତ କଥାବାର୍ତ୍ତା ହଉଛନ୍ତି ସଦାପ୍ରଭୁ ପରମେଶ୍ୱର, ତାଙ୍କୁ କହିଲେ ତୁମ୍ଭ ଏବଂ ନାରୀର ବଂଶ ମଧ୍ୟରେ ବୈରୀ ଭାବ, ମାନେ ଶତ୍ରୁତା ଜନ୍ମାଇବା। କାହିଁକି? ଯେ ସେ ନାରୀର ବଂଶରୁ ଯେ ଜାତ ହେବେ, ସେ ତୁମର ମସ୍ତକକୁ ଚୂନା କରିବେ। ହେଲେ ନରର ବଂଶ ବୋଲି କାହିଁକି କହିଲେ ନାହିଁ ସଦାପ୍ରଭୁ ପରମେଶ୍ୱର? ନାରୀର ବଂଶ ବୋଲି କାହିଁକି କହିଲେ? ଏଠି ଗୋଟେ ବଢିଆ ମାନେ ରହସ୍ୟ, ମାନେ ସତ୍ୟତାର ଘଟଣା ଅଛି ଆଜ୍ଞା। କାରଣ ନାରୀର ବଂଶ ବୋଲି କହିବାର ଉଦ୍ଦେଶ୍ୟ, ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନର ବଂଶରୁ ଜାତ ହେଲେ କି ଆଜ୍ଞା? ହ୍ୟାଲୋ, ନର ବଂଶରୁ ଜାତ ହେଇନାହାନ୍ତି। ଟିକେ ଧ୍ୟାନ ସହ ଶୁଣନ୍ତୁ ଆଜ୍ଞା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ନାରୀର ବଂଶରୁ ଜାତ ହେଲେ। ତାର ସତ୍ୟ ପ୍ରମାଣ ମାଥ୍ୟୁ 1:17 ପଦ, ଟିକେ ପଢିଲେ ଟିକେ ମଜା ହେଇଥାନ୍ତା ଯେ। ଠିକ ଅଛି, ମୁଁ ପଢି ଯାଉଛି। ମତାନ ଯାକୁବଙ୍କୁ ଜନ୍ମ ଦେଲେ, ମାନେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ମାନେ ବଂଶାବଳୀଟା ତାଙ୍କର ଏଟା। ଶୁଣନ୍ତୁ, ନାରୀର ବଂଶରେ କାହିଁକି ଜନ୍ମ ଦେଲେ? ମତାନ ଯାକୁବଙ୍କୁ ଜନ୍ମ ଦେଲେ। ଯାକୁବ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ। ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାଙ୍କ ନାମ ଖ୍ରୀଷ୍ଟ କୁହାଯାଏ। ଆଜ୍ଞା, ଏଇଠି କେବଳ ଏଇ ପଦରେ ମରିୟମଙ୍କ ଗର୍ଭରୁ ଜନ୍ମ ହେବେ ଲେଖା ଅଛି। କିନ୍ତୁ ଯଦି ଆମେ ତାର 2 ପଦର ପଢୁ ପଢୁ ସେ ଲେଖାଯାଏ ଇସାକ ଅବ୍ରାହମ ଇସାକଙ୍କୁ ଜନ୍ମ ଦେଲେ, ଇସାକ ଯାକୁବଙ୍କୁ ଜନ୍ମ ଦେଲେ, ଏମିତି ଲେଖା ଅଛି। କିନ୍ତୁ ମାନେ ଅବ୍ରାହମ ସ୍ତ୍ରୀ ସାରାଙ୍କ ଗର୍ଭରୁ ଜାତ ହେଲେ ବୋଲି ବିଷୟ ଲେଖା ନାହିଁ। କାହିଁକି? ଯେହେତୁ ଅବ୍ରାହମ ହୁଅନ୍ତୁ, ଇସାକ ହୁଅନ୍ତୁ ବା ଆମେ ହୁଅନ୍ତୁ, ଆମେ ସବୁ ନର ବଂଶରୁ ଜାତ କି ନାହିଁ ଆଜ୍ଞା? ନର ବଂଶରୁ ଜାତ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନର ବଂଶରୁ ଜାତ ହେଇନାହାନ୍ତି। ହୁଏତ ଲୋକଙ୍କର ଧାରଣା ଅନୁସାରେ ଯୀଶୁ ଯୋସେଫଙ୍କର ପୁତ୍ର, କିନ୍ତୁ ଧାରଣା ଅନୁସାରେ ଆଜ୍ଞା, କିନ୍ତୁ ପ୍ରକୃତରେ ମାନେ ଯୀଶୁ ଖ୍ରୀଷ୍ଟ ଯୋସେଫଙ୍କର ପୁତ୍ର ନୁହନ୍ତି। ଯୋସେଫ ମରିୟମକୁ ବିବାହ ମଧ୍ୟ ହେଇନାହାନ୍ତି। କେବଳ ତାଙ୍କର କଣ ବଚନ ବା ମଗାଯଥା ହେଇଥିଲା, ନିର୍ବନ୍ଧ ହେଇଥିଲା, ବାହା ହେବା ବିଷୟ ଲେଖା ନାହିଁ। ଟିକେ ଶୁଣନ୍ତୁ ଆଜ୍ଞା, ଏସବୁ କାହିଁକି ଗପୁଛି ବୋଲି ଭାବୁଥିବେ, କିନ୍ତୁ ୟାର ଗୋଟେ ଗୁଡ ରହସ୍ୟ, ଟିକେ ଚିନ୍ତା କର। ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋସେଫଙ୍କ ଔରସରୁ ସେ ଜନ୍ମ ହେଇନାହାନ୍ତି। କାରଣ ପ୍ରଭୁ ଯୀଶୁ, ଆମେ ସବୁ ଆମମାନଙ୍କର ବାପା ମାଙ୍କର ଔରସରେ ଆମେ ଜନ୍ମ ହେଇଛୁ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆତ୍ମାଙ୍କର କର୍ତ୍ତୃତ୍ୱରେ ଜନ୍ମ ହେଲେ। କାହିଁକି ଜନ୍ମ ହେଲେ? କାରଣ ଆଦମଙ୍କର ବାପା କିଏ ଆଜ୍ଞା?
हेलो अनम्यूट कर दियंतु कहबा ପାଇଁ आदमଙ୍କର ବାପା ହଉଛନ୍ତି ପରମେଶ୍ୱର ସଦାପ୍ରଭୁ ପରମେଶ୍ୱର ଏଠି ମାନେ ଯୀଶୁଙ୍କର ବାପା ପ୍ରକୃତ ରିଏଲି ବାପା ହଉଛନ୍ତି ପିତା ପରମେଶ୍ୱର ଆଜ୍ଞା ଯେହେତୁ ପିତା ପରମେଶ୍ୱରଙ୍କର ପବିତ୍ର ଆତ୍ମାଙ୍କର ଶକ୍ତି ଦ୍ୱାରା ପବିତ୍ର ଆତ୍ମା କର୍ତ୍ତୃତ୍ୱ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଲେ ଯୋଉଟା କି ନାରୀର ଗର୍ଭରେ ମରିୟମଙ୍କ ଗର୍ଭରେ ଜନ୍ମ ହେଲେ କିନ୍ତୁ ଯୋସେଫଙ୍କର ବିଷୟରେ ଲେଖାଯାଏନି ହ୍ୟାଲୋ ସେଇଥିପାଇଁ ସଦାପ୍ରଭୁଙ୍କର ପ୍ରଥମ ଭାବବାଣୀ ନାରୀର ବଂଶରୁ ଯେ ଉତ୍ପନ୍ନ ହେବେ ସେ ତୁମର ମସ୍ତକକୁ ଚନା କରିବେ ନାରୀର ବଂଶ ନରର ବଂଶ ବୋଲି କହିନାହାନ୍ତି ହାଲେଲୁୟା ପ୍ରଭୁଙ୍କର ମାନ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ এই ପ୍ରକାର ଭାବରେ ଭାବବାଣୀ ଷ୍ଟାର୍ଟ ହେଇଛି ତେବେ ଆମେ ଟିକେ ଦେଖିବା ଆଜ୍ଞା କେବେ ସେ ଜନ୍ମ ହେଇଛନ୍ତି ଟିକେ ପଢିବା ପାଇଁ ପଢି ସାହାଯ୍ୟ କରନ୍ତୁ କଲୋସ୍ୟ 1:17 କଲୋସ୍ୟ 1:17 1:17 ଆଜ୍ଞା ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି এইটা ଟିକେ ଚିନ୍ତା କରନ୍ତୁ ଆଜ୍ଞା କାରଣ ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଲରେଡି ଅଛନ୍ତି ହେଲେ ଆମେ ଡିସେମ୍ବର 25 ତାରିଖ ଆମେ ତାଙ୍କର ଜନ୍ମଦିନ ବୋଲି ପାଳନ କରୁଛୁ ନୋ ପ୍ରୋବ୍ଲେମ କିଛି ଅସୁବିଧା ନାହିଁ କାହିଁକି ସେଇଦିନ କଣ୍ଟେଷ୍ଟାଣ୍ଟ ସେ ତାକୁ ଡିସେମ୍ବର 25 କ୍ରିସମାସ କୁ ନାମଟା ଦେଇକିରି କରିଥିବାରୁ ତାକୁ ଆମେ ପାଳନ କରି ଆସୁଛୁ ନିଶ୍ଚିତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦିନେ ନା ଦିନେ କେବେ ନା କେବେ 2025 ବର୍ଷ ପୂର୍ବେ ସେ ଜନ୍ମ ହେଇଛନ୍ତି କିନ୍ତୁ ଏଠି କ୍ଲିୟର ଲେଖା ଅଛି ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ମାନେ ଯେତିକି ବିଷୟ ମାନେ ଜଗତର ସକଳ ବିଷୟ ଯାହା ସୃଷ୍ଟି ହେଇଛି ତା ପୂର୍ବରୁ ଅଲରେଡି ସେ ଅଛନ୍ତି ଆଜ୍ଞା ଅଛନ୍ତି ତାର ଯଦି 16 ପଦ ପଢିବା କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ୱର୍ଗରେ ଓ ପୃଥିବୀର ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା କାହା ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସୃଷ୍ଟ ହେଇଛି ଆଜ୍ଞା এটা କେମିତି ଯଦି ଭାବୁଛନ୍ତି ତାର କ୍ଲିୟରେନ୍ସ କରିବା ଟିକେ ହଁ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟି ଅଛି ହାଲେଲୁୟା କେମିତି ଆଜ୍ଞା ତାହାଙ୍କ ଦ୍ୱାରା ସୃଷ୍ଟି ହେଇଛି ତାହାଙ୍କ ପାଇଁ କଣ ତାର କ୍ଲିୟରେନ୍ସ ପାଇବାକୁ ହେଲେ ଆପଣ ମାନେ ପଢନ୍ତୁ ଯୋହନ ଲିଖିତ ସୁସମାଚାର 1 ପର୍ବର 1 ପଦରୁ 3 ପଦ ପଢନ୍ତୁ ମଜା ଆସିବା ସେଠି କେମିତି ତାହାଙ୍କ ଦ୍ୱାରା ସୃଷ୍ଟ ହେଲା ଯୋହନ ଲିଖିତ ସୁସମାଚାର 1:1ରୁ 3 ପଦ ପଢନ୍ତୁ ଆଦ୍ୟରେ ହଁ 1ରୁ ପଢ ନାଇଁ ନାଇଁ ତାହାଙ୍କ 1ରୁ ସୃଷ୍ଟ ହେଲା ଆଦ୍ୟରେ ଆଉ ବାକ୍ୟ ଯିଏ ଥିଲେ, ସମସ୍ତ ବାକ୍ୟ ସୃଷ୍ଟି ଈଶ୍ୱରଙ୍କ ହୋଇଅଛି ସଙ୍ଗରେ ସେଥି ମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ ଆଜ୍ଞା ଏଠି କ୍ଲିୟର ହେଲା ନା ଆଦ୍ୟରେ ବାକ୍ୟ ଥିଲା ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲା ସେଇ ବାକ୍ୟ ଈଶ୍ୱର ମଧ୍ୟ ଥିଲେ ତାହାଙ୍କ ବିନା କୌଣସି ଗୋଟିଏ ବିଷୟ ମଧ୍ୟ ସୃଷ୍ଟି ହେଇନାହିଁ କାହା ଦ୍ୱାରା ସେ ବାକ୍ୟଙ୍କ ଦ୍ୱାରା ସେ ବାକ୍ୟ କିଏ ଆଜ୍ଞା ପ୍ରକାଶିତ 19 ପର୍ବର 13 ପଦ କ୍ଲିୟର ଆମକୁ ପାଇ ଆମେ ଟିକେ ଟିକେ ମାନେ ଖୋଜି ଖୋଜିକିରି ଗଲେ ଆମକୁ କ୍ଲିୟର ବୁଝା ପଡିବ ପ୍ରକାଶିତ 19 ସେ ବାକ୍ୟ କିଏ ନାତି ଜଲ୍ଦି ଆରେ ଜଲ୍ଦି ଜଲ୍ଦି ହୁଇସିଲ ମାର ନା ଗାଡି ଚାଲିବ ସେ ଯେ ରକ୍ତ ଓ ନିମଜ୍ଜିତ ବସ୍ତ୍ର ପରିହିତ ପୁଣି ତାହାଙ୍କ ନାମ ଈଶ୍ୱରଙ୍କର ବାକ୍ୟ ହାଲେଲୁୟା ଆଜ୍ଞା ଏଇଠି କ୍ଲିୟର ହେଲା ସେ ରକ୍ତ ନିମଜ୍ଜିତ ବସ୍ତ୍ର ପିନ୍ଧିଛନ୍ତି ପରିହିତ ତାହାଙ୍କର ନାମ ନିରାଟ ସତ୍ୟ ତ୍ରିବାର ସତ୍ୟ ଈଶ୍ୱରଙ୍କର ବାକ୍ୟ ଅଟେ ଏଇଥିପାଇଁ ଯୋହନ ଲିଖିତ ସୁସମାଚାର 1 ପର୍ବରେ ଲେଖାଯାଏ ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ ସେ ବାକ୍ୟ ମାନେ ଈଶ୍ୱର ମଧ୍ୟ ଥିଲେ କେମିତି ଥିଲେ ଈଶ୍ୱରଙ୍କ ସହିତ ପ୍ଲିଜ ଈଶ୍ୱରଙ୍କ ସହିତ କେମିତି ଥିଲେ ଏବେ ଧରନ୍ତୁ ମୋ ସହଧର୍ମିଣୀ ମୋ ସାଙ୍ଗରେ ଅଛନ୍ତି ଆମେ ସାଙ୍ଗରେ ମିଶିକି ଅଛୁ ମୋର ପିଲାମାନଙ୍କ ସହିତ ମିଶିକି ସାଙ୍ଗରେ ଅଛୁ ହେଲେ ଏକ ମାନେ ଲେଖା ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ କେମିତି ଥିଲେ ଟିକେ କୋଶିଶ କରନ୍ତୁ ଆଚ୍ଛା ଠିକ ଅଛି କେମିତି ଥିଲେ ତାର ଉତ୍ତର ଆମେ ପଡିବା ଆଦି ପୁସ୍ତକ 1 ପର୍ବର 3 ପଦ ପଢନ୍ତୁ ଆଜ୍ଞା କେମିତି ଥିଲେ ଈଶ୍ୱରଙ୍କ ସହିତ
ଅନନ୍ତର ପରମେଶ୍ୱର କହିଲେ ଦୀପ୍ତି ହଉ, ତହିଁରେ ଦୀପ୍ତି ହେଲା। ଅନନ୍ତର ପରମେଶ୍ୱର କହିଲେ ଦୀପ୍ତି ହଉ, ତହିଁରେ ଦୀପ୍ତି କହିଲେ ହେଲା। କହିଲେ କଣ ବାହାରୁଛି ଆଜ୍ଞା? କଥା କହିଲେ କଣ ବାହାରୁଛି? ବାକ୍ୟ ବାକ୍ୟ ପ୍ରେଜ୍ ଦ ଲର୍ଡ। ସେ ବାକ୍ୟ ଈଶ୍ୱରଙ୍କର ସଙ୍ଗରେ ମାନେ ଈଶ୍ୱରଙ୍କର ସହିତ ମାନେ ଈଶ୍ୱରଙ୍କ ଭିତରେ ଥିଲେ। ଯେତେବେଳେ ପରମେଶ୍ୱର ବାକ୍ୟ ଉଚ୍ଚାରଣ କଲେ, ପରମେଶ୍ୱର କହିଲେ ଦୀପ୍ତି ହେଉ, ବାକ୍ୟ ଦ୍ଵାରା ସୃଷ୍ଟି ହେଲା। ଲେଖାଯାଏ ତାହାଙ୍କ ଦ୍ଵାରା କୌଣସି ଗୋଟିଏ ବିଷୟ ହେଲେ ମଧ୍ୟ ସୃଷ୍ଟି ହେଇନାହିଁ ବୋଲି ଯୋଉ ଲେଖା ଅଛି। ଆଜ୍ଞା, ଈଶ୍ୱରଙ୍କ ସହିତ ଯେତେବେଳେ ତାଙ୍କ ଭିତରେ ଥିଲେ, ପରମେଶ୍ୱର ଯେତେବେଳେ ବାକ୍ୟ ଉଚ୍ଚାରଣ କରୁଛନ୍ତି, ଦୀପ୍ତି ହଉ ହେଲା, ଗଛପତ୍ର ହଉ ହେଲା, ମାନେ ପାହାଡ ପର୍ବତ ହଉ ହେଲା, ବାକ୍ୟ ଦ୍ଵାରା। ସେଇଥିପାଇଁ ଲେଖାଯାଏ ତାର ମାନେ କଲସିରେ, କାରଣ ଦୃଶ୍ୟ କି ଅଦୃଶ୍ୟ ତାହାଙ୍କ ଦ୍ଵାରା ସୃଷ୍ଟି ହେଲା, ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ସୃଷ୍ଟି ହେଇଛି। ଏଇଥିପାଇଁ ତାର 16-17ରେ ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସକଳ ଜଗତର ବିଷୟ ସୃଷ୍ଟି ହେବା ପୂର୍ବରୁ ଅଲରେଡି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତାଙ୍କ ସହିତ ଅଛନ୍ତି। ହେଲେ ଆଉ ଗୋଟେ କ୍ଲିୟରେନ୍ସ ଦେଖିଦେବା, ତାର ହିତୋପଦେଶ 8 ପର୍ବର 25 ଏବଂ 30 ପଢନ୍ତୁ। ଆହୁରି ସେଠି କ୍ଲିୟର ଅଛି। हितोपदेश नीति वचन 8 का 25 और 30। ପୁଣି ପର୍ବତଗଣ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି। ସେହି बस बस ସମୟରେ बस ଭୂମି आगे କିମ୍ବା ଦେଖନ୍ତୁ, ପ୍ରାନ୍ତର ପର୍ବତ କିମ୍ବା ଉପପର୍ବତ ଜଗତ ଧୂଳିର ସ୍ଥାପିତ ହେବା ପୂର୍ବରୁ ଅଗ୍ନିମାଂସ ମୁଁ ସଦାପ୍ରଭୁ already ସୃଷ୍ଟି ଜନ୍ମ କରିନଥିଲେ। ହେଇସାରିଛି। ଆଜ୍ଞା, ଆଉ ଥରେ କଣ ଥିଲେ? ତାର 30 ପଦ ପଢନ୍ତୁ। 30 ପଦ ଆଜ୍ଞା, 6ଟା ସେହି ହେଇଗଲା। ସମୟରେ ମୁଁ ଦୌଡି ବି ତାହାଙ୍କ ଜଲ୍ଦି। ନିକଟରେ ରାଜମିସ୍ତ୍ରୀ ଥିଲି। ପୁଣି ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି। ମାନେ ଏଇ ସଂସ୍କରଣରେ ଲେଖା ଅଛି, ସେଇ ସମୟରେ ମୁଁ ତାହାଙ୍କ ନିକଟରେ କର୍ମକର୍ତ୍ତା ମାନେ ରାଜମିସ୍ତ୍ରୀ। ଆଜ୍ଞା, ସେ ତାପି ନ ଧରିକି ତିଆରି କରିବା ମିସ୍ତ୍ରୀ। ହାଲେଲୁୟା, ପ୍ରଭୁଙ୍କର ମହାନାମର ଧନ୍ୟବାଦ। ଆଜିକାଲି ମିସ୍ତ୍ରୀ ମାନେ ତାପି ଧରନ୍ତି, କାନ୍ଥକୁ ତେଢା ବେଢା, ଏ କାନ୍ଥ ଏପଟ ବେଙ୍କା ହେଇଯିବ, ମାନେ ତେଢା ବେଢା ବାନ୍ଧି ଦିଅନ୍ତି। କିନ୍ତୁ ଏଇଠି ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ତାଙ୍କ ଭବିଷ୍ୟତବାଣୀ ଲେଖା ଅଛି, ସେଇ ସମୟରେ ମୁଁ ତାହାଙ୍କ ନିକଟରେ ମାନେ ପିତାଙ୍କ ନିକଟରେ ରାଜମିସ୍ତ୍ରୀ। ପ୍ରେଜ୍ ଦ ଲର୍ଡ। ଯୋଉ ଦ୍ୱାରା କି ବାକ୍ୟ ଦ୍ୱାରା ସେ ସୃଷ୍ଟି କରିଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତେବେ ସେ ଆଉ ଗୋଟେ ପ୍ରମାଣ ଦେଖିବା ତ, ଯୋହନ ଲିଖିତ 8 ପର୍ବର 58। ଯୋହନ 58। ହଁ 58। ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଅବ୍ରାହମଙ୍କର ଜନ୍ମ ପୂର୍ବରୁ ମୁଁ ଅଛି। ପ୍ରେଜ୍ ଦ ଲର୍ଡ। ଆଜ୍ଞା, ଆଉ ଥରେ କ୍ଲିୟର ହେଇଗଲା। ଦେଖନ୍ତୁ, ଯୀଶୁ ସେମାନଙ୍କୁ କହିଲେ, କେତେଥର ସତ୍ୟ ବୋଲି କହିଲେ ଯୀଶୁ? ସତ୍ୟ ସତ୍ୟ 2 ଥର। 2 ଥର। 3 ଥର କାହିଁକି କହିଲେ ନାହିଁ? କାରଣ ସେ ନିଜେ ସତ୍ୟ। ଆଜ୍ଞା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ସତ୍ୟ ଅଟନ୍ତି। ଯୋହନ ଲିଖିତ 14:6 ଲେଖାଯାଏ, ମୁଁ ପଥ ସତ୍ୟ। ଯେହେତୁ ଯୀଶୁ ନିଜେ ସତ୍ୟ ହେଇଥିବାରୁ ସେ 2ଟା ସତ୍ୟକୁ ଉଚ୍ଚାରଣ କଲେ। ଯେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ, ମୁଁ ଶବ୍ଦରେ ମୁଁ ମଧ୍ୟ ଗୋଟେ ସତ୍ୟ। ତୁମମାନଙ୍କୁ କହୁଛି, ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଲରେଡି ଅଛି। ହାଲେଲୁୟା। କାରଣ ଅବ୍ରାହମଙ୍କ ଜନ୍ମ ପୂର୍ବରୁ ସେ ଅଛନ୍ତି। ଆଜ୍ଞା, ତାର ଗୀତ ସହିତ 2 ପର୍ବର 7 ଲେଖାଯାଏ, ଆଜି ଆମେ ତୁମକୁ ଜନ୍ମ ଦେଇଅଛୁ। ସେଇଥିପାଇଁ ଦୂତ ମାନେ କହିଲେ, ଆଜି ଦାଉଦଙ୍କ ନଗରରେ। ପ୍ରେଜ୍ ଦ ଲର୍ଡ। ଆଜି ଦାଉଦଙ୍କ ନଗରରେ ଜନ୍ମ। ମୋର ପ୍ରିୟ ପ୍ରଭୁଙ୍କ ଲୋକ, এই ପ୍ରକାର ଯୀଶୁ ଖ୍ରୀଷ୍ଟ ସେ ଆଦ୍ୟରୁ ଅଛନ୍ତି। ଆଦ୍ୟରୁ ସେ ପିତାଙ୍କ ସହିତ ଅଛନ୍ତି ହିଁ ଅଛନ୍ତି। ହେଲେ ତେବେ ସେ କେବେ ଏଇ ଜଗତରେ ପ୍ରକାଶିତ ହେଲେ? କାରଣ ଯାହା ଦେଖିଲୁ, ଯୋଉଟା କି ଯୋହନ 3:16, ଏଇ ପାପମୟ ଜଗତ, ଯୋଉ ଜଗତ କି ପବିତ୍ର କରି ପ୍ରଭୁ ଯୀଶୁ ମାନେ ସଦାପ୍ରଭୁ ସୃଷ୍ଟି କରିଥିଲେ, ମନୁଷ୍ୟକୁ ପବିତ୍ର ଜୀବନ, ଅନନ୍ତ ଜୀବନ ଦେଇଥିଲେ। ସେ ପବିତ୍ର ଜଗତ ମାନେ ସେଇ ଯୋଉ ଆଦି ପୁସ୍ତକ ଲେଖେ, ତୁମ ହେତୁ ଏଇ ପୃଥିବୀ, ଏଇ ଭୂମି ଅଭିଶପ୍ତ ହେଲା, ଏଇ ପୃଥିବୀ ଅଭିଶପ୍ତ ହେଲା ବୋଲି ଯୋଉ କହିଲେ, ସେଇ ଜଗତ
ପାପରେ ପଡିଯିବାରୁ ପାପରେ ଅଭିଶପ୍ତ ହେବାରୁ ଏଇ ଅଭିଶପ୍ତ ପାପରେ ପରିପୂର୍ଣ୍ଣ ଜଗତକୁ ପ୍ରେମ କରି ସେ ଆପଣ ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କୁ ସେ ଦାନ କରି ମାନେ ଗିଫ୍ଟ ଦେଇଦେଲେ। କାହିଁକି? ଯୋଦ୍ୱାରା ଯେ କି ତାଙ୍କଠାରେ ବିଶ୍ୱାସ କରିବ ଆଦମଙ୍କୁ ଯୋଉ ଅନନ୍ତ ଜୀବନ ଦିଆଯାଇଥିଲା ସେଇ ଜୀବନ ପାଇବା ପାଇଁ ହାଲେଲୁୟା ସେଇ ଜୀବନ ଦେବା ପାଇଁ ଏ ଜଗତକୁ ପ୍ରେମ କଲେ। କାରଣ ଆଦମ ହଉଛନ୍ତି ପରମେଶ୍ୱରଙ୍କର ପୁତ୍ର। ଆମେ ମାନେ ହୁଏତ ଜାଗତିକ ଭାବରେ ଆମେ ନିଜ ବାପା ମାଙ୍କର ପୁତ୍ର, କିନ୍ତୁ ଏଇ ବାପା ମାଙ୍କ ପୁତ୍ରଙ୍କୁ ଅନନ୍ତ ଜୀବନ ଦେବା ପାଇଁ ପ୍ରଭୁ ଆପଣ ଏକମାତ୍ର ପୁତ୍ରଙ୍କୁ ଦେଲେ, ଯେପରିକି ତାଙ୍କର ବିଶ୍ୱାସ କରିବା ଦ୍ୱାରା ଆଦମ ଯୋଉ ଅନନ୍ତ ଜୀବନ ପାଇଥିଲେ ଆମ ମାନଙ୍କୁ ସେଇ ଅନନ୍ତ ଜୀବନ ଦେବା ପାଇଁ ସେ ଦାନ କଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତେବେ ତାର ଭାବବାଣୀ କେତେ ଗୁଡା ଅଛି ଆଜ୍ଞା, ତାହା ଯଦି ପଢି ଗଲେ ବହୁତ ଡେଞ୍ଜର। ତାପରେ ପ୍ରଥମ ଭାବବାଣୀ ହେଲା ଆଦି ପୁସ୍ତକ ତାର 3:15 ପଦ। ତାର ଦ୍ୱିତୀୟ ଭାବବାଣୀ ହଉଛି ପଢିଲେ ଟାଇମ ଯିବ, ଗଣନା ତାର 24:17 ପଦରେ ବିଲିୟମ ସେ ମାନେ ଭବିଷ୍ୟତବାଣୀ ସେ ଯାକୋବ ଠାରୁ ଏକ ତାରା ଉଦିତ ହବ, ଯୋଉଟା କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଉଜ୍ଜଳ ପ୍ରଭାତୀ ତାରା। ସେଇ ବିଷୟ ସେ ଘୋଷଣା କରିଥିଲେ, ଯୋଉଟା କି ପ୍ରାୟ ଖ୍ରୀଷ୍ଟପୂର୍ବ 1450 ସମୟରେ ସେ ଭବିଷ୍ୟତବାଣୀ କହିଥିଲେ। ତାପରେ ଯେସାୟା ପୁସ୍ତକ ତାର 7:14 9:6 ଏଇଟା ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର 700 ବର୍ଷ ପୂର୍ବେ ଏଇ ଭାବବାଣୀ ମଧ୍ୟ ଯେସାୟା ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଦିଆଯାଇଥିଲା। ତାପରେ ସଦାପ୍ରଭୁ ପରମେଶ୍ୱର ମିଖା 5:2 ମିଖାକୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର 400 ଜନ୍ମର 400 ବର୍ଷ ପୂର୍ବେ ଏ ଭବିଷ୍ୟତବାଣୀ ଦିଆଯାଇଥିଲା ଆଜ୍ଞା ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିଷୟ। କିନ୍ତୁ ଆଦ୍ୟରୁ ସେ ଅଛନ୍ତି, କାହିଁକି କ୍ଲିୟର ଲେଖା ଅଛି, କାରଣ ତାର ମିଖା ତାର 5:2 ଅନାଦି କାଳ ଅନନ୍ତ କାଳରୁ ସେ ତାଙ୍କର ଉତ୍ପତ୍ତି ଅଲରେଡି ସେ ଉତ୍ପନ୍ନ ହେଇ ସାରିଛନ୍ତି, କିନ୍ତୁ ଆମକୁ ପରିତ୍ରାଣ ଦେବା ପାଇଁ ସେ ନର ରୂପରେ ଜଗତକୁ ଆସିଲେ। କାହିଁକି ଆଜ୍ଞା? ନର ବଂଶ, ନର ମାନେ ପ୍ରଥମ ନର ହଉଛନ୍ତି ଆଦମ ହବା, ସେମାନେ ଯେତେବେଳେ ବିନଷ୍ଟ ହେଲେ ସେଇ ନର ବଂଶକୁ ରକ୍ଷା କରିବା ନର ଦେହ ଧାରଣ କରି ଆସିଲେ ଆଜ୍ଞା। ସେଇଥିପାଇଁ ତାର ଯୌନ 1:14 ଲେଖା ଅଛି, ସେ ବାକ୍ୟ ଦେହବନ୍ତ ହେଲେ। କେମିତି ଦେହବନ୍ତ ହେଲେ? କାରଣ ତାର ଏବ୍ରୀ 10:5 ପଦରେ ଲେଖାଯାଏ, ପରମେଶ୍ୱର ବଳିଦାନ ନ ଚାହିଁ ମୋ ନିମନ୍ତେ ଗୋଟେ ଶରୀର ପ୍ରସ୍ତୁତ କଲେ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଆତ୍ମ ସ୍ୱରୂପୀ ଅଟନ୍ତି। କାରଣ ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର, ପବିତ୍ରାତ୍ମା ପରମେଶ୍ୱର, ପବିତ୍ର ପରମେଶ୍ୱର ଅଟନ୍ତି ତ୍ରିତ୍ବ ପରମେଶ୍ୱର। ସେଇଥିପାଇଁ ପରମେଶ୍ୱରଙ୍କର ଯୋଜନା ଥିଲା ଯେ ମୋର ହସ୍ତରେ ନିର୍ମିତ ମନୁଷ୍ୟ ଯେପରି ରକ୍ଷା ପ୍ରାପ୍ତ ହେବ, ଏଥିପାଇଁ ମନୁଷ୍ୟ ରୂପରେ ହିଁ ମୋର ପୁତ୍ରକୁ ପ୍ରେରଣ କରିବାକୁ ପଡିବ। ଏହା ଜାଣି ସଦାପ୍ରଭୁ ପରମେଶ୍ୱର ମାନେ କହିଲେ ଯେ ଗୋଟେ ଶରୀରକୁ ସେ ପ୍ରସ୍ତୁତ କଲେ, ରେଡି କଲେ, ତିଆରି କଲେ, ଯୋଉ ଦ୍ୱାରା ଆମଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ଦେହରେ ଏଇ ଜଗତକୁ ଆସିଲେ ପରିତ୍ରାଣ ଦେବା ପାଇଁ। ହାଲେଲୁୟା ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ତେବେ ତାର ଯୋହନ 3:17 ଲେଖାଯାଏ ଯେ ଏ ଜଗତର ବିଚାର କରିବା ପାଇଁ, ଏ ଜଗତର ନ୍ୟାୟ ଦେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେରଣ କରିନାହାନ୍ତି। କାହିଁକି ପ୍ରେରଣ କଲେ? ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପାଇବ, ଏଇଥିପାଇଁ ସଦାପ୍ରଭୁ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ 2025 ବର୍ଷ ପୂର୍ବେ ସେ ଅଲରେଡି ପଠେଇଲେ, ଯୋଉଦ୍ୱାରା ସେ ଆସିଲେ ମନୁଷ୍ୟ ରୂପରେ ଜନ୍ମଗ୍ରହଣ। କାହିଁକି ଆଜ୍ଞା? ବଡ ଦିନର ରହସ୍ୟ ପଢନ୍ତୁ, ଗୋଟିଏ ପଦ ପଢନ୍ତୁ, ମୁଁ ସମାପ୍ତ କରିବି। ପ୍ରଥମ ତିମୋଥୀ 1:15 ପଦ। ଏକ 15 ସାର୍। ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। ସେହି ପାପୀ ମାନଙ୍କର ମଧ୍ୟରେ ମୁଁ ପ୍ରଧାନ। ବାସ୍ এইটা হচ্ছে বড় দিন আজ্ঞা, বড় কার্য। দিন বড় নুহে, এইটা হচ্ছে বড় কার্য। যেহেতু পাপী মানଙ୍କୁ ପରିତ୍ରାଣ କରିବାଟା ହିଁ ବଡ ବିଷୟ ଆଜ୍ଞା। ହୁଏତ ହିନ୍ଦୁ ମାନଙ୍କର ଶାସ୍ତ୍ରରେ କୋଉଠି ଶାସ୍ତ୍ରରେ ଲେଖା ନାହିଁ ଯେ ପାପୀ ମାନଙ୍କୁ ପରିତ୍ରାଣ କରିବା ବିଷୟ ଉଦ୍ଧୃତ ନାହିଁ। ଯଦି ବା ସେଇଦିନ ତାଙ୍କର ଶାସ୍ତ୍ର ଅନୁସାରେ, କାଳ୍ପନିକ ଶାସ୍ତ୍ର ଅନୁସାରେ ଅର୍ଜୁନ କୃଷ୍ଣଙ୍କୁ ପଚାରିଥିଲେ ତାଙ୍କର ମୃତ୍ୟୁ ସମୟରେ ଯେ ତମେ ଯେତେବେଳେ ମୃତ୍ୟୁ ବରଣ କରିବ, ଏ ପାପ ଜଗତରୁ ଆମେ କେମିତି ତ୍ରାଣ ପାଇବୁ?
କିଏ ଆମକୁ ଉଦ୍ଧାର କରିବ? ତୁମେ ତ ଜଗତର ପ୍ରଭୁ ଅଟ, ତୁମେ ତ ଜଗତର ତ୍ରାଣକର୍ତ୍ତା ଅଟ, କେମିତି ଉଦ୍ଧାର ପାଇବୁ? କିନ୍ତୁ କୃଷ୍ଣ ତାଙ୍କର ଗୀତା ଭବିଷ୍ୟତ ମାନେ କହିଛନ୍ତି ଆଜ୍ଞା, ତାକୁ ଲୁପ୍ତ କରିଛନ୍ତି। ନିଜେ ତାଙ୍କର କୃଷ୍ଣ କହିଛନ୍ତି କି ଯେ କି ଶୂନ୍ୟରେ ସେ ଝୁଲିବ, 3 ଦିନ ପରେ ତାଙ୍କର ପିଣ୍ଡ ପୁନର୍ଜୀବିତ ହବ, ସିଏ ହିଁ ଜଗତରୁ ଉଦ୍ଧାର କରିବେ। ଯୀଶୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଆଜ୍ଞା, କିନ୍ତୁ ଆକୁ ଚପେଇ ଦେଇଛନ୍ତି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ହେଲେ ବଡ ଦିନ ହଉଛି କୌଣସି ଶାସ୍ତ୍ରରେ ଲେଖା ନାହିଁ ପାପୀ ମାନଙ୍କୁ ପରିତ୍ରାଣ କରିବା ପାଇଁ। ଗୀତାରେ ଲେଖା ଅଛି ପାପୀ ମାନଙ୍କୁ ବିନାଶ କରିବା ପାଇଁ ମୁଁ ଧାର୍ମିକ ମାନଙ୍କୁ ରକ୍ଷା କରିବା ପାଇଁ ଆସିଛି ବୋଲି ଲେଖା ଅଛି। କିନ୍ତୁ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ପାପୀ ମାନଙ୍କୁ ପରିତ୍ରାଣ କରିବା ପାଇଁ, ପାପୀ ମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ, ପାପରୁ ରକ୍ଷା କରିବା ପାଇଁ ଏ ଜଗତକୁ ଆସି ଏଡି ବଡ କାର୍ଯ୍ୟ ସାଧନ କଲେ, ଯୋଉଟା କି କାରଣ ଈଶ୍ୱର ଜଗତକୁ ଏଡି ବଡ ପ୍ରେମ ପ୍ରକାଶ କଲେ, ଯୋଉ ବଡ କି ଆଜି ବଡ ଦିନ, ଯାହାକି ପାପରୁ ପରିତ୍ରାଣ ପାଇବାର ଦିନ ହଉଛି ବଡ ଦିନ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ତାର ଲୁକ 2:11 ପଦରେ ଲେଖାଯାଏ, ଆଜି ତୁମ ମାନଙ୍କ ନିମନ୍ତେ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର, ଆଜି ଅତ୍ୟନ୍ତ ଆନନ୍ଦଜନକର ସୁସମାଚାର। ବଡ ଦିନ ହଉଛି ପରିତ୍ରାଣର ଦିନ, ହଉଛି ସବୁଠୁ ବଡ ଆଜ୍ଞା। ଏଇଟା ଛଡା କୌଣସି ଦେବ ଦେବୀତା, କୌଣସି ଶାସ୍ତ୍ରରେ ଏ ପରିତ୍ରାଣ ବିଷୟରେ ଉଦ୍ଧୃତ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇଟା ହଉଛି ବଡ ଦିନ। ଠିକ ଅଛି, ପ୍ରଭୁ ଆଖ୍ୟାର ଆଶୀର୍ବାଦ। ମୁଁ ଛୋଟିଆ ଗୋଟିଏ ପଦ, ଗୋଟେ ଘୋଷା ଗାଇଲା ପରେ ସମାପ୍ତ କରିବେ। ହୁଏତ ତାର 10 ମିନିଟ ଅଧିକ, 11 ମିନିଟ ଅଧିକ ହେଇଛି, କ୍ଷମା କରିବେ ଟିକେ। ଆହା ଆମ ଲାଗି, ଆହା ଆମ ଲାଗି ଯୀଶୁ ଆଇଲେ, ବେଥଲିହମର ସାନ ଗ୍ରାମଟିରେ ସେ ଯୀଶୁ ଜନମ ଲଭିଲେ। ଆହା ଆମ ଲାଗି, ଆହା ଆମ ଲାଗି। ପ୍ରକୃତରେ ଆଜ୍ଞା ଆମ ଲାଗି ବେଥଲିହମର ସାନ ଗ୍ରାମଟିରେ ସେ ଜନ୍ମଗ୍ରହଣ କଲେ, ସେ ଗୁହାଳ ଘରେ ଜନ୍ମଗ୍ରହଣ କଲେ, କୌଣସି ରାଜପ୍ରସାଦରେ ଜନ୍ମଗ୍ରହଣ କରିନାହାନ୍ତି। କାରଣ ସେ ହୁଏତ ଶାନ୍ତିର ରାଜକୁମାର, ସେ ରାଜା ମାନଙ୍କର ରାଜା ଅଟନ୍ତି, କିନ୍ତୁ ରାଜାର ପୁତ୍ର ରାଜଉଆସରେ ଜନ୍ମଗ୍ରହଣ କରନ୍ତି। କିନ୍ତୁ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ଦୁର୍ଗନ୍ଧ, ଅସନା, ମଶା କାମୁଡିବା ଗୁହାଳ ଘରେ ଜନ୍ମ କଲେ। ସେ ଗୁହାଳ ଘର କଣ ଆଜ୍ଞା? ଆମମାନଙ୍କର ପ୍ରତ୍ୟେକଙ୍କର ହୃଦୟ, ଆମମାନଙ୍କର ପ୍ରତ୍ୟେକଙ୍କର ହୃଦୟ ଅସନା, ଆମମାନଙ୍କର ପ୍ରତ୍ୟେକଙ୍କର ହୃଦୟ ଦୁର୍ଗନ୍ଧ। ଆମେ ହୁଏତ ଏକ୍ସମାସ ମାନେ ଖ୍ରୀଷ୍ଟମାସ ଦିନକୁ ଆନନ୍ଦ, ଲୁଗାପଟା ପିଠା ପଣା କରୁ, ସେତିକି ଆନନ୍ଦ ନୁହେଁ ଆଜ୍ଞା। କାରଣ ଆମର ଆନନ୍ଦ ହେବା କଥା କଣ? ମୋର ଏ ଦୁର୍ଗନ୍ଧ ଗୁହାଳ ଘରେ ପ୍ରଭୁ ତମେ ଜନ୍ମ ଗ୍ରହଣ କଲ। ଏବଂ କୋଉଠି ଶୁଆଇଗଲେ? ତାଙ୍କୁ ଗୋଟେ ବଢିଆ ଗୋଟେ ଫୁଲର ଝୁଲଣରେ ଶୁଆଇଲେ କି? ତାଙ୍କୁ କୁଣ୍ଡରେ ଶୁଆଇଲେ ଆଜ୍ଞା। ଯୋଉ କୁଣ୍ଡରେ କି ପଶୁ ମାନେ ଖାଦ୍ୟ ଖାଆନ୍ତି, ସେଇ କୁଣ୍ଡରେ ଶୁଆଇଲେ। କାହିଁକି? କାରଣ ପଶୁ ମାନଙ୍କର ଖାଦ୍ୟର ଜାଗା ହଉଛି କୁଣ୍ଡ, ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସ୍ୱର୍ଗୀୟ ଆହାର। ସେ ଆହାର ହୋଇଥିବାରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଶିଶୁ ରୂପରେ କୁଣ୍ଡରେ ଶୁଆଇଥିଲେ। କୁଣ୍ଡରେ ଶୁଆଇଲେ, ଯୋଉଟା କି ପଶୁମାନେ କୁଣ୍ଡରେ ଆହାର ଖାଆନ୍ତି, ପେଜ, କୁଣ୍ଡା, ତୋରାଣି ଖାଆନ୍ତି। ଠିକ ସେଇଥିପାଇଁ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ଆପଣ ମାନଙ୍କର ଆତ୍ମିକ ଆହାର ହୋଇଥିବାରୁ ତାଙ୍କୁ ଜନ୍ମ ପରେ ପରେ କୁଣ୍ଡରେ ଶୁଆଇଲେ। ପ୍ରଭୁ ଆମମାନଙ୍କୁ ପ୍ରଚୁର ମାତ୍ରାରେ ଅଳ୍ପ ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରିବ। ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ, ହ୍ୟାପି କ୍ରିସମାସ, ପ୍ରେଜ୍ ଦ ଲର୍ଡ। ଓକେ, Praise the Lord. Praise the Lord. ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ନିଶ୍ଚୟ କରି ଅନେକ ବିଷୟ ଆମେ ଜାଣିନଥିଲୁ ଆଉ ଯୀଶୁଙ୍କର ଜନ୍ମ ବିଷୟରେ। ଆଜି ସୁନ୍ଦର ଭାବରେ ପ୍ରଭୁଙ୍କର ଦାସ ଆମମାନଙ୍କୁ କହିଗଲେ, ଆଉ ଆଦ୍ୟରେ ବାକ୍ୟ ଥିଲେ, ସେଇ ବାକ୍ୟ ଆଉ ଆଜି ପ୍ରଭୁ ଆମମାନଙ୍କୁ ତାଙ୍କ ଦାସଙ୍କ ମାଧ୍ୟମରେ ଦେଇଅଛନ୍ତି ଅତି ସୁନ୍ଦର ବାକ୍ୟ। ଆଉ ନିଶ୍ଚୟ କରି ତାଙ୍କର ଆଉ ସେ କହୁଥିଲେ 70 ବର୍ଷର ଟୋକା, ସେ 70 ବର୍ଷ ମଧ୍ୟରେ ନିଶ୍ଚିନ୍ତ କରି ଅନେକ ଜାଗାରେ ଏ ବାକ୍ୟ ଦେଇଥିବେ, ଅନେକ ଲୋକ ଶୁଣିଥିବେ, କିନ୍ତୁ ଆମମାନେ ଶୁଣି ନଥିଲୁ। ବିଶେଷ କରି ମୁଁ ଶୁଣି ନଥିଲି, ଆଉ ବହୁତ ବିଷୟ ମୁଁ ଜାଣିବା ପାଇଁ ଆଉ ଶିଖିବା ପାଇଁ ପାଇଲି। ଆଉ ଇତିହାସ ବିଷୟରେ ସେ କହିଗଲେ। ତ ଆସନ୍ତୁ ପ୍ରଭୁଙ୍କର ଗୌରବ ନିମନ୍ତେ ଏକ ଉଚ୍ଚ କରତାଳ ଦେଇ ଆମମାନେ ତାଙ୍କୁ
ଉତ୍ସାହିତ କରୁଥାଉ, କାରଣ ପ୍ରଭୁଙ୍କର ଦାସଙ୍କୁ ସେ ଏ ବୟସ ପର୍ଯ୍ୟନ୍ତ ସେ ସୁରକ୍ଷା ଦେଇଛନ୍ତି। ଆଗାମୀ ଦିନ, ଆଗାମୀ ବର୍ଷ, ଆଗାମୀ ସମୟ ମାନଙ୍କରେ ମଧ୍ୟ ଯେ ପ୍ରକାର ଆମେ ତାଙ୍କ ମୁଖରୁ ବାକ୍ୟ ଶୁଣିବା ଏବଂ ଗୀତ ଶୁଣିବା ଏବଂ ଏ ପ୍ରକାର ତାଙ୍କର ସେବାରେ ଯେ ପ୍ରକାର ସେ ବିଶ୍ୱସ୍ତ ରହିବେ, ସେଥିପାଇଁ ଆମେ ସମସ୍ତେ ତାଙ୍କ ପାଇଁ, ତାଙ୍କ ପରିବାର ପାଇଁ ଆମେ ପ୍ରାର୍ଥନା କରିବା। ଯେଉଁ ଜାଗାରେ